ସତ କଥା କହିଲେ ଏଇଟା ଭଲ ଲାଗୁଛି। ଠିକ ଅଛି। ଦଶମ ଅଧ୍ୟାୟ ନାଁ ଯେ ସୃଷ୍ଟି ବିଭାଗ। এই অধ্যাୟରେ এই যে କାଳ ଉପରେ ଯୋଉ ପ୍ରଶ୍ନ ସବୁ ପଚାରିଥିଲେ ବିଦୁର ମୈତ୍ରେୟ ମୁନିକି, এই କାଳକୁ এই କାଳ ଦ୍ୱାରା କିପରି ପ୍ରାକୃତିକ ଭେଦ ଅନୁସାରେ 10ଟି ପ୍ରକାର ସୃଷ୍ଟି ହେଉଛି সেই ବିଷୟରେ এই ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବିଦୁରଙ୍କର এই ପ୍ରଶ୍ନର ଉତ୍ତର ପ୍ରଦାନ କରି ମୈତ୍ରେୟ ମୁନି କହିବାକୁ କହୁଛନ୍ତି, ଗର୍ଭୋଦକ ବିଷ୍ଣୁଙ୍କ ଆଦେଶ ଅନୁସାରେ ବ୍ରହ୍ମା 100 ଦିବ୍ୟ ବର୍ଷ ତପସ୍ୟା କରିବା ପରେ ପୁନର୍ବାର এই ପଦ୍ମ ପୁଷ୍ପରେ ବିରାଜମାନ କରି এই ସର୍ବପ୍ରଥମେ ତ୍ରିଭୁବନ ରୂପେ ସୃଷ୍ଟି କଲେ। এই 3 ପ୍ରକାର ବିଭକ୍ତ କଲେ। ସେଟା ହଉଛି କଣ, ଯୋଉଟା ଆପଣ କହୁଛନ୍ତି ଭୂ ଭୁବ ସ୍ୱ, ସ୍ୱର୍ଗ ମର୍ତ୍ତ୍ୟ ପାତାଳ, 6ଟି। ନିତ୍ୟ ନୈମିତିକ ଓ ପ୍ରାକୃତିକ। ସରି, ନିତ୍ୟ ନୈମିତିକ ପ୍ରାକୃତିକ 3ଟା ପ୍ରଳୟ। এই যে ଭୂ 3 ପ୍ରକାର, ସର୍ବପ୍ରଥମ 3 ପ୍ରକାର ସୃଷ୍ଟି କଲେ ଏବଂ ତାପରେ এই 3 ଭୂ ଭୁବ ସ୍ୱକୁ ମାନେ ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ 14 ଭାଗରେ 14 ଲୋକରେ ବିଭକ୍ତ କଲେ ଏବଂ ଆହୁରି ବି ଅଧିକା ହେଇପାରିଥାନ୍ତା, କିନ୍ତୁ ବ୍ରହ୍ମାଙ୍କର ସୃଷ୍ଟି ଅନୁଯାୟୀ ଏତିକି ସଫିସିଏଣ୍ଟ। ମାନେ ଏଇ ବ୍ରହ୍ମା କହିଲେ ଏବଂ ଏଇ ବ୍ରହ୍ମାଣ୍ଡ ଭିତରେ କି ପ୍ରକାର 10 ପ୍ରକାର ସୃଷ୍ଟି ହେଇଛି ଏବଂ এই ବ୍ରହ୍ମାଣ୍ଡର କିପରି ପ୍ରଳୟ ହୁଏ ସେଥିମଧ୍ୟରୁ କହୁଛନ୍ତି 3 ପ୍ରକାର ପ୍ରଳୟ, ନିତ୍ୟ ନୈମିତିକ ପ୍ରାକୃତିକ। এই ସବୁ ବିଷୟରେ ଆଲୋଚନା କରାଯାଇଛି। ସେଥିରେ ଅଧ୍ୟାୟ ମାନେ ଆଲୋଚନା କରାଯିବ। 10ମ ଅଧ୍ୟାୟ ସୃଷ୍ଟି ବିଭାଗ ଶ୍ଲୋକ ନମ୍ବର 1। ବିଦୁର ଉବାଚ ଅନ୍ତର୍ହିତେ ଭଗବତି ବ୍ରହ୍ମାଲୋକଚାମ ରଜଃ ସସର୍ଜ କତିଧା ଦୈକି ମାନସୀ ବିଭୁ। ବିଦୁର କହିଲେ, ହେ ମହାମୁନି, ପରମ ପୁରୁଷ ଭଗବାନ ଅନ୍ତର୍ହିତ ହେଲା ପରେ ପିତାମହ ବ୍ରହ୍ମା ସ୍ୱ ଶରୀର ଓ ମନରୁ କେତେ ପ୍ରକାର ଜୀବର ସୃଷ୍ଟି କଲେ। ଏହା ପୂର୍ବ ପ୍ରଥମ ସମୟରେ ବିଦୁରଙ୍କ ପ୍ରଶ୍ନ ପୁନର୍ବାର କହୁଛନ୍ତି ଯେ ମେ ଭଗବାନ ପୃଷ୍ଠସ୍ଥୈ ଅଥା ବହୁ ବିତ୍ତମ ତାନ୍ ବଦସ୍ଥାନ ପୂର୍ବେଣ ଛିଣ୍ଡିନ ସର୍ବ ସଂଶୟାନ୍। କହୁଛନ୍ତି, ହେ ମହାନ ବିଦ୍ୱାନ ପଣ୍ଡିତ ବିଦୁର କହୁଛନ୍ତି ମୈତ୍ରେୟ, ଆପଣଙ୍କୁ ମୁଁ ଯେଉଁ ସମସ୍ତ ବିଷୟ ବିଦ୍ୟା କରିଛି ସେ ସବୁ ଆନୁପୂର୍ବିକ ବର୍ଣ୍ଣନା କରନ୍ତୁ ଏବଂ ମୋର ସର୍ବସଂଖ୍ୟା ପ୍ରଦାନ କରନ୍ତୁ। এই ଭାବାର୍ଥ ଜଣେ ପଢନ୍ତୁ। ଭାବାର୍ଥ, ବିଦୁର ମୈତ୍ରେୟ ମୁନିଙ୍କୁ ସମସ୍ତ ଯଥାର୍ଥ ପ୍ରଶ୍ନ ପଚାରିଲେ, କାରଣ ସେ ଭଲ ଭାବରେ ଜାଣିଥିଲେ ଯେ ମୈତ୍ରେୟ ମୁନି ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି, ଯେ କି ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବେ। ଶିକ୍ଷକଙ୍କର ଯୋଗ୍ୟତା ସମ୍ବନ୍ଧରେ ବ୍ୟକ୍ତି ପୂର୍ଣ୍ଣ ଆସ୍ଥାବାନ ହେବା ଉଚିତ। କେତେକ ନିର୍ଦ୍ଦିଷ୍ଟ ପାରମାର୍ଥିକ ପ୍ରଶ୍ନର ଉତ୍ତର ପାଇବା ପାଇଁ ବ୍ୟକ୍ତି କୌଣସି ଏକ ସାଧାରଣ ଲୋକ ପାଖରେ ପହଞ୍ଚିବା ଉଚିତ ନୁହେଁ। ଏ ପ୍ରଶ୍ନ ମାନଙ୍କର ଉତ୍ତର ଯଦି କେହି ନିଜ ମନକୁ ଗଢି ପ୍ରଦାନ କରେ ତାହେଲେ ତା ଶ୍ରବଣ କରିବା ଉଚିତ, ଅଯଥା ସମୟର ଅପଚୟ ମାତ୍ର। କହୁଛନ୍ତି ଶିକ୍ଷକଙ୍କର ଯୋଗ୍ୟତା ସମ୍ବନ୍ଧରେ ପୂର୍ଣ୍ଣ ଆସ୍ଥାବାନ ହେବା ଉଚିତ। ଏଇଠି ଶିକ୍ଷକ
ଆମେ ବୁଝିବାନି ଯେ ଆମର ସ୍କୁଲ ଶିକ୍ଷା ଏଠି ଆଧ୍ୟାତ୍ମିକ ଶିକ୍ଷକ ମଧ୍ୟ ତାଙ୍କର ପାସପୋର୍ଟ ରେ ପ୍ରଫେସନ କଣ ଲେଖାଥିଲା ଜାଣିଛନ୍ତି? ଆମେରିକା ଯାଇଥିଲେ ତାଙ୍କ ପାସପୋର୍ଟ ରେ ତାଙ୍କର ପ୍ରଫେସନ କଣ ଲେଖାଥିଲା ଜାଣିଛନ୍ତି? ସ୍ପିରିଚୁଆଲ ଆଧ୍ୟାତ୍ମିକ ଶିକ୍ଷା। ତ ବର୍ତ୍ତମାନ ପରିଯୁଗରେ ଯୋଉ ଲୋକମାନେ ତାଙ୍କର ଜଡ ବୁଦ୍ଧି ଚେତନା ବା ଅଜ୍ଞାନ ବଶ ହେଇ ବିଭିନ୍ନ ପ୍ରକାର ନାସ୍ତିକ ପ୍ରତାରକ ମାନଙ୍କର ଶିକାର ହେଉଛି। ତାର ଶିକ୍ଷକଙ୍କର ଯୋଗ୍ୟତା ବିଷୟରେ ତାଙ୍କର ଜାଣିବାର ଜିଜ୍ଞାସା ନାହିଁ ବା ଇଚ୍ଛା ନାହିଁ। ନହେଲେ ଉପଯୁକ୍ତ ପରମ୍ପରାରେ ସମସ୍ତେ ନିଶ୍ଚୟ ଆସନ୍ତି। ତାପରେ କହୁଛନ୍ତି କେତେବେଳେ ନିର୍ଦ୍ଦିଷ୍ଟ ପାରମାର୍ଥିକ ପ୍ରଶ୍ନର ଉତ୍ତର ଦେବା ପାଇଁ ବ୍ୟକ୍ତି କୌଣସି ସାଧାରଣ ଲୋକ ପହଞ୍ଚାଉଛି। ଆପଣ ମାନେ ପଢିଥିଲେ ଉପଦେଶ ଭକ୍ତିଶାସ୍ତ୍ରୀ ଗୁହ୍ୟ ଆଖ୍ୟାତି ଉଚ୍ଛେଦ ବିଶେଷ କଥା ଉପଯୁକ୍ତ ଏବଂ ବେଲେ ବେଲେ ଶିଷ୍ୟ ଗୁରୁଦେବଙ୍କୁ କିଛି ପ୍ରଶ୍ନ କରେ, ଗୁରୁଦେବ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବା ବାଧ୍ୟ ନୁହନ୍ତି। କଣ ପାଇଁ ନା ଏ ଶିଷ୍ୟର ଯୋଗ୍ୟତା କେତେ ବା କୋଉ ଲେବୁଲର। ତେଣୁକରି ଶିଷ୍ୟର ଯୋଗ୍ୟତା ଅନୁସାରେ ଗୁରୁଦେବ ଉତ୍ତର ପ୍ରଦାନ କର। ଏମିତି ଭାବିବେନି କି ମୁଁ ପଚାରିଲି ଗୁରୁଦେବ କହିଲେନି ନା। ସେ ଉତ୍ତର ଜାଣିଲେ ହୁଏତ କିଛି ଆମର ଅମଙ୍ଗଳ ହେଇପାରେ ବା ଆମେ କିଛି ଦର କିଛି ଅଲଗା ରାସ୍ତାରେ ଆମେ ୟୁଜ କରିପାରନ୍ତି। ତେଣୁକରି ସେ ଆମକୁ କୁହନ୍ତି 3 ନମ୍ବର ସୁତ ଉବାଚ ଏବଂ ସଂଚୋଦିତ ସ୍ତେନ କ୍ଷେତ୍ର କୌଶାର ବିମୁଗ୍ନି ଚାहे स्नान गुरुरी स्थान भार्गव। शिशुतोष गोस्वामी कहले हे भृगुपुत्र सौनक एहिपरि भावे विदुर कर्तृक प्रार्थित हो मैत्र मुनि संतुष्ट हेले स्थित पूर्वोक्त प्रश्न मानक यथाक्रमे प्रत्युत्तर प्रदान करने लगे। आम जो भागवत शुणुंट सौनक आदि ऋषि मानकर कथन कथन सब मैंने श्रवण उला आम परीक्षित महाराज एवं सुखदेव गोस्वामी भागवत शुणुना सेठी सुत गोस्वामी बसी सौनक आदि ऋषि मैंने जिज्ञासा कर सुत गोस्वामी से कथा कहते आम से शुणुं। तेणुक सुत गोस्वामी भृगु मुनि पुत्र आप यहपरि भाव मैत्री मुनि विभिन्न प्रदान कर लगे। अर्थरे कहते शिशुत गोस्वामी कहले कथा महाराज और सुखदेव गोस्वामी मध्य होता वार्तालाप किसी भग्न क्रम उत्थापन करुवा भाई जना पड़े। जो सुखदेव गोस्वामी परीक्षित महाराज कहते सुत गोस्वामी अनेक श्रोता मध्य जड़े श्रोता थे किंतु श्री सुत गोस्वामी नैमिषारण्य श्री सुखदेव गोस्वामी वंशधर सौनक आदि ऋषि भागवत कहते आलोचित विषय कौन विशेष पार्थक्य उत्थापन करना माने जहाँ सुखदेव गोस्वामी सुखदेव गोस्वामी कहते महाराज को बसुले सुत गोस्वामी से प्रश्न कहते किसी प्लस माइनस आर सब्सट्रैक्शन नहीं। मैत्रेय उवाच एवं मैत्रेय मुनि गोटे गोटे प्रश्न उत्तर देवे चक्रे दिव्यं वक्ष शतं तपः आत्मन्य आत्मनम आवश्य यथा भगवान
महान विद्वान मैत्रेय मुनि कहले हे विदुर प्राकृत जन्म रहित श्री भगवान जेपरी भाव ब्रह्माजी तद अनुसार 100 दिव्य वर्ष भगवान मनोनिवेश पूर्वक तपस्या कर प्रथम थर जन्म हेले किसी न पाई जल देखिकी खोजिले खोजिला शून्यवान है तपस्या कले तापरे भगवान आसिले दर्शन देले तापर पुनर्बार भगवान पुनर्बार तपस्या कर पुनर्बार से पुणी 100 दिव्य वर्ष तपस्या कर भावार्थ भगवान सेवा होची नित्य सेवा एवं वर्धनशील ए प्रकार सेवारू अवसर नेबार प्रश्न है ना मते खाली से नहीं प्रभु नहीं जी क्लियर आसे ब्रेकिंग होची क्लास सुनचंदी कहया दरकार ना टीचर लेखिले जने प्रभु जी जने प्रभु भी लेखिले जे वॉइस ब्रेकिंग करे सीधा हो हम सुनिया भी इच्छा करछ ना रही जे लगला क्लास कहला हो ना प्रभु कले सुन जाउजी प्रभु जी आपन के वॉइस ब्रेकिंग होची ब्रेकिंग हो जंती ठीक है सुनी पादना वॉइस ब्रेक मैंने आउटे फ्लाइट मोड करके ऑन करंतु नहले बेले बेले सेमती हे आगे जाय बढ़ो फ्लाइट मोड करके ऑन करंतु आउ थरे एयरप्लेन मोड करके अच्छा हां हरे राम 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 हरे 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 कृष्ण बोलो शिव जी हरे कृष्ण हां एबे हां सब ठीक है भलो सुबिच ठीक है हां पूरे दिन उत्तर समस्त है मोर एटा जीवन उत्तर हां हरे कृष्ण प्रभु जी थर्ड क्वेश्चन थर्ड जो ये लिखा है जी परपट तारे लिखा है जी सुखदेव गोस्वामी रो वंशज अछंदी शौनक आदि शौनक ऋषि तो ये किम कनेक्शन न मते केड़ा बुझेले भले सुखदेव गोस्वामी वंशधर होचन सौनकादि ऋषि हां तो कनेक्शन रे कौन सुखदेव गोस्वामी वंशधर सौनकादि ऋषि मोर भी मुझे एत मन ना कि मुझे किसी रिसर्च करें कौन प्रकार थी रिसर्च कर नेक्स्ट क्लास कह सुखदेव गोस्वामी किए केमी आसिले केमी सौनक ऋषि जन्म नेक्स्ट क्लास चतुर्थ नंबर शकर कहते लास्ट को भगवान सेवा होती नित्य सेवा एवं वर्धनशील ए प्रकार सेवार अवसर नेबार प्रश्न नहीं भगवान सेवा होती नित्य एवं भगवान सेवार अवसर नेबार प्रश्न नहीं जेहेतु ब्रह्मा को भगवान पुनर्बार तपस्या करने कहले बेले बेले आम भावती प्रत्येक दिन गीता पढ़ा गीता तो बार बार पढ़ुं भागवत शुणुंट बेले बेले मंदिर में जन्माष्टमी उत्सव प्रत्येक वर्ष से गोटे लीला भगवान जन्म लीला हुए कि ये सब भगवान दिव्य लीला जिते बार बार श्रवण करवा पढ़ा से नुआ नुआ अनुभव आसो जमी सुखदेव गोस्वामी वंश लीलाटा सुखदेव गोस्वामी कि सौनकाद ऋषि मैंने किपर वंश रिलेटेड एत थर पढ़ला भी मो मन को आसनी कि मुझे ये करनी जापारे पुणी आउ थे पढ़ाई पड़े टीका बाहर करवा किए कार पुत्र ये हूँ दिव्य सेवा जिते आम आस्वादन करते आम दिव्य ज्ञान अनुभव करेंगे हरे कृष्ण सार ठीक से शुभुची कि हां प्रभु जी सुबुची केते क्लियर नै ले सुबुची आग बळे ब्रेकिंग टिके होनी अच्छा देखो वीडियो बंद कले शुभुची कि एडी लेखा जंदी प्रभु जी सन्न कहउछन भृगुपुत्र हे भृगुपुत्र सन्न माने भृगुपुत्र माने पुत्र भृगुपुत्र ताको पुत्र सन्न कहले से पुनी सुत्त गोसाई गोसरे वंश देखिया सुखदेव गोस्वामी आश्चर्य भृगु मुनि आसथिबे
तो नेक्स्ट क्लास में कहूँ पूरा वंश सृष्टि श्लोक 5 तद्विलोक्याब्ज संभूतो वायुना जद जद अधिष्ठितः पद्मम्बश्च तत्काल कृतबीर्जन कंपितम। तत्पर ब्रह्मा देखिले जे जो पद्म से जो पद्म रे अधिष्ठित होइछंती सेई पद्म एवं तार आधार स्वरूप सलिल प्रलय काल बीर्जवान वायु द्वारा कंपित हो भावार्थ जन पढ़ते भावार्थ ए भौतिक जगत को माइक बोली कुहाଯାଏ कारण यह हूँ एपरि एक स्थान जोठारे जीव भगवानकर दिव्य सेवा को विस्मृत हो जाए। एहीपरि भाବରେ कौनसी व्यक्ति ए भौतिक जगत रे भगवान को सेवारे नियुक्त होई सुधा बेले बेले कौनसी प्रकार असुविधा परिस्थिति रे किछि असुविधा बा विपदर सम्मुखीन हुए। माया शक्ति एवं भगवत भक्त ए दुई पक्ष मध्य युद्ध घोषणा करा जाए एवं बेले बेले दुर्बल भक्तगण शक्तिशाली माया शक्तिर कबलित हो जाती। अवश्य श्री ब्रह्मा जी भगवान अहेतुकी कृपारु यथेष्ट बलवान थिले एवं जदियो से माया शक्ति ब्रह्मांकर स्थिति को दोहलाई देइथिले ओ तांको उद्विग्न चित्त कराइथिले तथापि श्री ब्रह्मा जी से माया शक्ति द्वारा वशीभूत होई नथिले। हरे कृष्ण। एठी आमे देखुछंती भगवान के सेवा रे थाई भी आसन टळमळ होछि। भगवान के सेवा दिव्य सेवा ସେଥିରେ ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର କିନ୍ତୁ ସେଥିରେ ଆସନ ଟଳମଳ ହେଉଛି ମାନେ ଯେ ଭଗବାନଙ୍କର ସେବାର ଥିଲା ବେଳେ ବି ଭଗବାନଙ୍କର ଯୋଉ ବହିରଙ୍ଗା ଶକ୍ତି ମାୟା ଶକ୍ତି ବିଭିନ୍ନ ପ୍ରକାର ପ୍ରଲୋଭନ ବା ବିଭିନ୍ନ ପ୍ରକାର ବାଧା ବିଘ୍ନ ଦେଇଥାନ୍ତି ବଦ୍ଧ ଜୀବ ମାନଙ୍କୁ जो द्वारा परीक्षा करते प्रकृति जीवटा भगवान वास्तविक प्रेमी भक्त के निष्ठावान भक्त के एमती छलना भगवान भक्त छलना कर देखावट कर तेणुक जो भक्त मान निष्ठा भगवान चरण सुदृढ़ न था तो मैंने मायार शिकार हो जाती बेले बेले किंतु एठी ब्रह्मा चित्त उद्विग्न हो नथिला से भगवान को स्थिर चित्तर तपस्या करथिले। कहते भावार्थ माया शक्ति और भगवत शक्ति दुई पक्ष मध्य युद्ध घोषणा करा जाए बेले बेले दुर्बल भक्तगण जो भक्तगण निष्ठा दृढ़ न थाए लक्ष्य स्थिर न थाए शक्तिशाली माया शक्तिर कबलित हो जाए। 6 नंबर तपस्या ह्यधमानेन विद्यया च आत्मसंस्थया विवृद्ध विज्ञान अबलो नेपाद वायु सहाम बसा। श्री ब्रह्मा जी दीर्घ तपस्या और आत्म अनुभूतिर दिव्य विद्या द्वारा प्रभुत ज्ञान संपन्न प्रलय जल सहित वायु को संपूर्ण भाव पान करते एते दिन दीटा 7 वर्ष माने 7 वर्ष तपस्या करिया पर ब्रह्मांकर बल आसे कौन करिवे से परफेक्ट बुझी पारु एबे से भयभूत न होइकी से प्रलय जल सहित जो वायु बहुतला से वायु को सब पान कर दे पी दे भावार्थ रे लास्ट सेंटेंस में कहउछंती जदि कोनोसी व्यक्ति भगवान कर पदार बिंदर संपूर्ण प्रपन्न हुए एवं दिव्य प्रेममय सेवा मनोवृत्ति नहीं ताकर भगवान कर आदेश पालन करे ताले भूत प्रकृति बा माया शक्ति को नियंत्रण करने प्रचेष्टार सफल हासिल संपूर्ण प्रपन्न निजको संपूर्ण समर्पण आत्मनिवेदन स्थिति आने भगवान सेवा लगे एवं ब्रह्मा ए बुझी पारे कौन कर प्रलय जल बायु पान कराया 7 वर्ष ब्रह्मा तांकर पद्म किपर अधिष्ठित कौन या नेक्स्ट किपर सृष्टि करचना पहुंच तद विलोक्य व्यापी पुष्कर जब अधिष्ठित अनेन लोकान
प्राग्लीनान् कल्पितास्मि चिन्तयत्। ब्रह्मा जी जो पद्म अधिष्ठित थिले ताकू सर्वत्र व्याप्त होइथिबार देखि से चिंता कले मु एई पद्म द्वारा ही पूर्व विलीन लोक समस्त भावार्थजन भक्त पढ़िले। भावार्थ हरे कृष्ण। भावार्थ जो पद्म उपरे ब्रह्माजी अधिष्ठित होइथिले सेही पद्मरे ब्रह्मांडर समस्त लोकर ग्रह मानकर बीज थिला। समस्त लोक भगवानଙ୍କ द्वारा सृष्टि होई सारिथिले एवं समस्त जीव ब्रह्माଙ୍କ ठारे जात होई सारिथिले। भौतिक जगत एवं जीव समूह अंकुराकारे भगवानଙ୍କ द्वारा सृष्टि होई सारिथिले एवं श्री ब्रह्माजीଙ୍କୁ से अंकुर मानଙ୍କୁ समग्र ब्रह्मांडरे प्रसारित କରିବାକୁ ହେବ। तेणु प्रकृत सृष्टि को सर्ग कुहाଯାଏ एवं ପରେ श्री ब्रह्माजीଙ୍କ द्वारा जहाँ प्रकाशित ହେଲା ତାହାକୁ विसर्ग कुहाଯାଏ। हरे कृष्ण। हरे कृष्ण। जो पद्म पर ब्रह्मा जी अधिष्ठित थिले से पद्म ब्रह्मांडर समस्त लोक ग्रह मानक बीज थिले। भगवान को नाभि जो जते प्रलय हुए महाप्रलय समस्त ब्रह्मांड भगवान के भीतर विलीन हुए तापर भगवान जो क्षीरोदक से विष्णु जो क्षीर सागर शयन पर नाभि पद्म सृष्टि होती भगवान ये सब ब्रह्मांडर बीज सह से पद्म को सृष्टि कर तेणुक ब्रह्मा बुझी पारे जे यही पद्म द्वारा मत सबकि करने पड़ो एवं भगवान को द्वारा जो सृष्टि प्रकृत सृष्टि ये जो पद्म फूल तैयार भगवान द्वारा ब्रह्मा करना पद्म फूल भितर सबको जो जीव छाड़ा सब ब्रह्मांड माने लोक मान छाड़ा यही जो सृष्टि कर विसर्ग स्वर्ग और ब्रह्मा द्वारा जो तैयारी कह विसर्ग। 8 नंबर पद्म कोशं तदाविश्य भगवत कर्म चोदित एकं व्यभांकंक्षित दुरुधा त्रिधा भाव्यं द्विसप्तधा। यहीपरि भाव से ब्रह्मा जी भगवान कर्तव्य कर्म सेवार नियुक्त होई से पद्मकोश मध्य प्रवेश कले एवं से पद्म समग्र ब्रह्मांड रे विस्तृत होइथिबा हेतु से प्रथम 3 भाग में एवं पर चतुर्दश जीवन प्रथम 3 भाग एवं पर चतुर्दश 14 भाग। प्रथम 3 भाग कहते जन टीकाकार भुवस्व जो सर्टकट आम कहते एवं ताको विस्तार कले 14 लोक आपण मैंने सब जानते आहरी अधिक हो पारता किंतु एतिक ब्रह्मा सृष्टि यथेष्ट हम तेणुक एतिक से रखे। 9 नंबर एतावान् जीवलोकस्य सस्ताभेद समाहृत धर्मस्य हि अनिमित्तस्य विपाकः परमेश्चसौ। ये ब्रह्मांड श्री ब्रह्मा जी परिपक्व दिव्य ज्ञान बल कृत अहितु की भगवत भक्ति आचरण हेतु अति उन्नत व्यक्ति अटंती से विभिन्न प्रकार जीवों से बसती निमित्त चतुर्दश भुवन तो ब्रह्मा दुईटी योग्यता आम पूर्व शुणी पढ़ी गोटे हूँ ब्रह्मा जन परिपक्व अभिज्ञता संपन्न व्यक्ति एवं बहुत भक्ति परायण व्यक्ति भगवान जहाँ भी निर्देश से पालन कर भगवान प्रथम कले तपस्या कर पुनर्बार कले तपस्या कर तो साधारण तपस्या की अल्प दिन तपस्या ने बहुत दिन धरी तपस्या कर भगवान से भक्ति कर भावार्थ मझे लिखाई त्रिभुवन हूँ अधलोक माने अधलोक माने पाताल लोक मध्यवर्ती लोक भूलोक ऊर्ध्वलोक स्वर्गलोक स्वलोक या छड़ा अधिक उच्चतर लोक होती महलोक तपलोक सत्यलोक ब्रह्मलोक ये लोक समूह प्रलयर ध्वंस हुए ना कारण एठाकार अधिवासी कौन अहितुकी भक्ति आचरण करती ये लोक समूह अधिवासी कौन द्विपराध काल बास करते जो प्रलय 3 प्रकार आम पढ़ुले कहला माने समरी आसवा नित्य नैमित्तिक
ପ୍ରାକୃତ ଏ ତିନି ପ୍ରକାର ପ୍ରଳୟ ଭିତରୁ ନିତ୍ୟ ପ୍ରଳୟଟା ହଉଛି ଭଗବାନଙ୍କ ଦ୍ୱାରା ପ୍ରଳୟ, ଯୋଉଟା ସବୁ କିଛି ଭଗବାନ ଯେତେବେଳେ ନିଶ୍ୱାସ ପ୍ରଶ୍ୱାସ ନେଇ ନିଅନ୍ତି ତାଙ୍କ ଭିତରକୁ ବୁଡିଯାଏ, ମାନେ ସବୁ କିଛି ବ୍ରହ୍ମାଣ୍ଡ ଜୀବ ସବୁ କିଛି ତାଙ୍କ ଭିତରେ ବିଲୀନ ହେଇଯାଏ। ଆଉ ଯୋଉ ପ୍ରାକୃତ ପ୍ରଳୟଟା ବ୍ରହ୍ମାଙ୍କର ଗୋଟିଏ ଦିନରେ ଥରେ ହୁଏ, ପ୍ରତ୍ୟେକ ଦିନରେ ବ୍ରହ୍ମାଙ୍କର ଗୋଟେ ଦିନ 14 ମନୁ ଆସନ୍ତି, ଏ ଗୋଟେ ଦିନର ଶେଷରେ ଆଂଶିକ ପ୍ରଳୟ ହୁଏ। ଏଇ ଆଂଶିକ ପ୍ରଳୟରେ ଏଇ ଯୋଉ ଉପର ଲୋକ ଗୁଡା ନଷ୍ଟ ହୁଏନି। ସେମାନଙ୍କର ଆୟୁଷ ଦ୍ୱିପ୍ରଳୟ ଥାଏ, ମାନେ ବ୍ରହ୍ମାଙ୍କର ଆୟୁଷ ସମାନ। ଯେତେବେଳେ ବ୍ରହ୍ମା ଶେଷ ହୁଅନ୍ତି, ମାନେ ବ୍ରହ୍ମା ବିଲୀନ ହୁଅନ୍ତି ଭଗବାନଙ୍କ ମଧ୍ୟରେ, ସେତେବେଳେ ଏଇଗୁଡିକ ନଷ୍ଟ ବିଲୀନ ହୁଅନ୍ତି, କିନ୍ତୁ ଆଂଶିକ ପ୍ରଳୟରେ ନୁହଁ। ବିଦୁର ଉବାଚ Third ପ୍ରଭୁଜୀ ପ୍ରଳୟ ପ୍ରଳୟ ଏଇ ତିନିଟା ପ୍ରଳୟ ଯୋଉ କହିଲେ ଟିକେ ଆମେ ଜାଣିଥିଲୁ ପ୍ରଳୟ ମହାପ୍ରଳୟ, ଗୋଟେ ହଉଛି ଆଂଶିକ ପ୍ରଳୟ ଯୋଉଟା କହୁଛନ୍ତି ସେଇଟା ପ୍ରଳୟ, ଗୋଟେ ମହାପ୍ରଳୟ ମାନେ ପୁରା ବ୍ରହ୍ମାଣ୍ଡ ଯୋଉ ଭଗବାନଙ୍କର ଉଦୟ ଭିତରେ ପ୍ରବେଶ କରିଯାଉଥିଲା, ଏଇ ଦିଟା ଜାଣିଛୁ। ଆପଣ ଆଜି କହିଲେ ଗୋଟେ ନିତ୍ୟ ଆଉ ଗୋଟେ ନୈମିତିକ ଆଉ ଗୋଟେ କଣ କହିଲେ ପ୍ରଳୟ ଯୋଉ କହିଲେ ତିନି ପ୍ରକାର ନିତ୍ୟ ନୈମିତିକ ପ୍ରାକୃତ। ପ୍ରାକୃତ ନିତ୍ୟଟା କଣ ହଉଛି ଯୋଉଟା ଆଂଶିକ? ନା ନିତ୍ୟ ହଉଛି ଯୋଉଟା ଭଗବାନଙ୍କ ଦ୍ୱାରା ଶେଷ ପୁରା ଏକଦମ ଲାଷ୍ଟ ବ୍ରହ୍ମାଙ୍କର ମହାପ୍ରଳୟ ମହାପ୍ରଳୟ ଆୟୁଷ ଯୋଉଟା ଶେଷ ମହାପ୍ରଳୟ ମହାପ୍ରଳୟ। ବ୍ରହ୍ମ ହଁ ମାନେ ବ୍ରହ୍ମାଜୀଙ୍କର ଯୋଉ ଆୟୁଷ ତାରିଖ ଗୋଟେ ବ୍ରହ୍ମାଣ୍ଡ ପୁରା ଆଜ୍ଞା, ଶେଷ ବ୍ରହ୍ମାଙ୍କର ମହାପ୍ରଳୟ, ଆୟୁଷ ଶେଷ। ନିତ୍ୟଟା ଆଜ୍ଞା। ମହାପ୍ରଳୟ ହଁ। ଆଉ ନୈମିତିକ ନୈମିତିକ ହଉଛି ଆଂଶିକ ତାର ମଝିରେ ଯୋଉ ମାନେ ବ୍ରହ୍ମାଙ୍କର ପ୍ରତ୍ୟେକ ଦିନ ଯୋଉ ପ୍ରଳୟ ହୁଏ ପ୍ରାକୃତ ପ୍ରଳୟ, ସରି ନୈମିତିକ ହଉଛି ବ୍ରହ୍ମାଙ୍କର ଗୋଟେ ଦିନ ଯୋଉ ପ୍ରଳୟଟା ହଉଛି ନୈମିତିକ। ହଁ ସାଧାରଣ ପ୍ରଳୟ ଆମେ ସାଧାରଣ ପ୍ରଳୟ ଆଉ ଯୋଉ କହିଲେ, ଗୋଟେ ପ୍ରାକୃତ ଦିନ ପ୍ରଳୟ ଏକ ଦିନ। ହଉଛି ପ୍ରାକୃତ ପ୍ରଳୟ ହଉଛି ଏଇ ଜୀବ ଆମେ ଯୋଉ ଶରୀର ଛାଡୁଛେ, ତ୍ୟାଗ କରୁଛେ, ମରୁଛେ, ଶେଷ ହଉଛି, ମାନେ ଜନ୍ମ ହଉଛି ସୃଷ୍ଟି ନଷ୍ଟ ହଉଛି, ଏଇଟା ହଉଛି ଏଇଟା ଆମ ପ୍ରାକୃତ। ପାଇଁ। ଯୋଉ ପଞ୍ଚଭୂତର ଯୋଉ ଶରୀର, ହଁ ପଞ୍ଚଭୂତର ଶରୀର ସୃଷ୍ଟି ହଉଛି ଏବଂ ନଷ୍ଟ ହଉଛି, ଏଇଟା ହଉଛି ହୁଁ। ପ୍ରାକୃତ ପ୍ରଳୟ। ଆଉ ନୈମିତିକ ପ୍ରଳୟ ହଉଛି ବ୍ରହ୍ମାଙ୍କର ପ୍ରତ୍ୟେକ ଦିନରେ ଗୋଟେ ପ୍ରଳୟ, ଯୋଉ ବ୍ରହ୍ମାଙ୍କର ଗୋଟେ ଦିନ 14 ଜଣ ମନୁ ଆସନ୍ତି, ଏ 14 ଜଣ ମନୁଙ୍କର ଆୟୁଷ ମାନେ ଅବଧି କାଳ ପରେ ଯୋଉ ପ୍ରଳୟ ହୁଏ ସେଇଟା ହଉଛି ନୈମିତିକ ପ୍ରଳୟ, ମାନେ ବ୍ରହ୍ମାଙ୍କ ଦ୍ଵାରା କହିବାକୁ ଗଲେ ଏଟା ହୁଏ। ଆଉ ନିତ୍ୟଟା ହଉଛି ଯୋଉଟା ଭଗବାନଙ୍କ ଦ୍ଵାରା, ଯୋଉଟା ବ୍ରହ୍ମାଙ୍କର ଆୟୁଷ ଶେଷରେ ହୁଏ। ପ୍ରାକୃତଟା ପ୍ରଭୁଜୀ ଜୀବ ପାଇଁରେ ନା ଜୀବ ପାଇଁ, ଜୀବ ସୃଷ୍ଟି ଏବଂ ନଷ୍ଟ, ଏଟା ହେଲା ପ୍ରାକୃତ। ଦଶ ନମ୍ବରରେ ସେ ବିଷୟରେ କହୁଛନ୍ତି। ବିଦୁର ଉବାଚ ଯଥା ତଥ ବହୁ ରୂପସ୍ୟ ହରେର୍ଭୂତ କ୍ରମଣ କାଲାକ୍ଷଂ ଲକ୍ଷଣଂ ବ୍ରହ୍ମନ୍ ଯଥା ବର୍ଣ୍ଣୟ ନ ପ୍ରଭୁ। ବିଦୁର ମୈତ୍ରଙ୍କୁ ଜିଜ୍ଞାସା କଲେ, ହେ ମହାନ ବିଦ୍ୱାନ ମୁନି, ହେ ମୋର ପ୍ରଭୁ, ଅଦ୍ଭୁତ ଲୀଳାମୟ ବହୁରୂପୀ ଶ୍ରୀ ବିଷ୍ଣୁଙ୍କର କାଳ ନାମକ ଯେଉଁ ସ୍ୱରୂପର କଥା ଆପଣ କହିଛନ୍ତି, ସେ କାଳ ରୂପ ସ୍ୱରୂପର କଥା ଯଥାନୁରୂପ ଆମ ନିକଟରେ ବର୍ଣ୍ଣନା କର। এই ଭାବାର୍ଥ ଜଣେ ପଢନ୍ତୁ। हरे कृष्ण। अणुठारु आरंभ करी विराट ब्रह्मांड पर्यंत ए समग्र ब्रह्मांड विभिन्न जीवंकर प्रकाश अटे एवं ये सब भगवान काल बा नित्य सनातन काल रूपर अधीन अटे। ये नियंत्रणकारी कालर निर्दिष्ट भौतिक देहधारी मानक संबंध रे विभिन्न प्रकार मान अछि। आणविक ध्वंस बा प्रलयर मध्य एक समय अछि, मानव शरीर ध्वंसर एक समय अछि एवं विश्व प्रकाश बा विश्व रूप ध्वंसर मध्य एक समय अछि। पुनश्च जन्म वृद्धि एवं क्रिया प्रतिक्रिया ये सब काल उपर निर्भरशील। विदुर विभिन्न प्रकार भौतिक प्रकाश एवं सेमानकर ध्वंसर समय संबंध रे विशद विवरण जानिबा को इच्छा करथिले। हरे कृष्ण। ଏଇଠି 11 ରୁ 14 15 14 ପର୍ଯ୍ୟନ୍ତ ମାନେ ଆହୁରି ଲାଷ୍ଟ ପର୍ଯ୍ୟନ୍ତ 11 ନମ୍ବର କତୁ ଲାଷ୍ଟ ପର୍ଯ୍ୟନ୍ତ ଏ ବିଭିନ୍ନ ପ୍ରକାର ସୃଷ୍ଟି ଏବଂ ପ୍ରଳୟ ବିଷୟରେ କହିଛନ୍ତି।
विशेष कर प्रलय विषय 14 वर्ष करे आउ थे पूरा विशेष आलोचना करेंगे ये सर्टकट कहते जे ये जो ब्रह्मांड थिला एवं अच्छी एवं रहिबो किंतु ए ब्रह्मांड आगुरु भगवान बहुत ये ब्रह्मा सृष्टि करने पूर्व थिला तापर ब्रह्मा पर किसी दिन नष्ट हो पुणी या पुनर्बार आउ थे आस जो ब्रह्मांड पर्यंत अणु ठार आरंभ कर विराट ब्रह्मांड पर्यंत समग्र ब्रह्मांड विभिन्न जीवों प्रकाश अटे ये सब भगवान काल नित्य सनातन काल रूपर अधीन काल रूपर अधीन होची जो ब्रह्मांड तेणुक ये नियंत्रणकारी काल निर्दिष्ट भौतिक देहधारी संबंध में विभिन्न प्रकार मान अच्छी आणविक ध्वंस प्रलयर एक समय अच्छी मानव शरीर ध्वंस एक समय अच्छी विश्व प्रकाश विश्वरूप ध्वंस एक समय अच्छी भगवान जो निश्वास प्रश्वास ब्रह्मांड त्याग सृष्टि हो नष्ट हो तार गोटे समय अच्छी अणु परमाणु आणविक ध्वंस ये सब समय शरीर मान ये सब सृष्टि और प्रलय समय अच्छी शरीर सृष्टि और प्रलय समय अच्छी विश्व रूपा ब्रह्मांड सृष्टि और प्रलय समय अच्छी पुनश्च जन्म वृद्धि एवं क्रिया प्रतिक्रिया ये सब काल पर निर्भर सबकिछि भगवान काल उपर ही निर्भर विद्युत विभिन्न प्रकार भौतिक प्रकाश और सेमानक ध्वंसर समय संबंध में विश्व विवरण जानक इच्छा था विद्युत आउ थे पुनर्बार मैंने मैत्र मुनि कहते सहित आलोचना कहतु तो मैत्र मुनि कहवा आरंभ कर श्री मैत्रेय उवाच गुण व्यतिकराकोरो निर्विशेष अप्रतिष्ठित पुरुषस्तद उपादान आत्मान लीलया सृजत श्री मैत्र मुनि कहले भौतिक गुण समूह क्रिया प्रतिक्रियार मूल उत्स होची आद्यंत शून्य काल भौतिक गुण समूह क्रिया प्रतिक्रिया सब विषय मूल होची काल यह अपरिवर्तनीय यह केवल परिवर्तन हुए एवं अनंत परम पुरुष भगवान ये काल को निमित्त करी ता जरिए भौतिक सृष्टि लीला प्रकाश कर ये काल को आम देखी पार ना कि काल धीरे धीरे समस्त मृत्यु आड़ टाणी नौ अनुभव कर समय काल हूँ जगत भगवान प्रतिनिधि जपरी गोटे एग्जांपल आप बुझीपारे जो गाँव रे पिला माने गाई चरिया नौंती गाई आर कौन करे गाई मैंने घास खाऊ खाऊ समय अनुसार से माने क्षेत्रु जो चारण भूमि समय अनुसार ठीक अपराह है माने गोड़े पछपटू गोड़े गोड़े नहीं आस ठीक काल सेमती आम गोड़े गोड़े नहीं जाऊँ गाई घास खाई 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 तक मुँह कर गाँव को पलिया जमी जाइए गाँव को गाँव पलि आस सका जाइए अंधार पलि आस ये काल ठीक सेमती आमको गोड़े गोड़े जन्म है धीरे धीरे प्रत्येक दिन धीरे 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 मूर्ति आड़ को टाणी आम बेले बेले मनुष्य बहुत आनंद बर्थडे पालन कर प्रथम वर्ष द्वितीय वर्ष 20 वर्ष 30 वर्ष 40 वर्ष हैप्पी बर्थडे पालन कर किंतु आमर मन होनी प्रत्येक दिन मूर्ति आड़ माने पाखापाखि जाऊँ ये काल को आम देखी पारना कि अनुभव कर समस्त व्यक्ति मतलब जो माने भगवान भक्त बा गुरुदेव कृपार ए शरीर माने नश्वर जो माने अनुभव कर फिल कर जागतिक लोक तो माने जिते बयस हेल्ले भी से भोगर परिकल्पना कर भावी था यहाँ क्षय प्राप्त अल्प दिन कौ मुहूर्त भी शरीर नष्ट होमती भोगर परिकल्पना से करते तो यही काल को भगवान निर्विशेष प्रकाश बोली कह जाए चाणक्य पंडित कहते सेकेंड पैराग्राफ लास्ट भावार्थ
ଚାଣକ୍ୟ ପଣ୍ଡିତ କହିଛନ୍ତି ସମୟର ଏକ କ୍ଷୁଦ୍ର ଅଂଶ ବା ମୁହୂର୍ତ୍ତ ଲକ୍ଷ ଲକ୍ଷ ଟଙ୍କା ଦେଇ କିଣା ଯାଇ ପାରିବ ନାହିଁ। ଆମେ ସମୟ ଯୋଉ ନଷ୍ଟ କରିଦଉଛେ କେତେବେଳେ କେତେବେଳେ ଭକ୍ତ ମାନେ ବା ଜଳ ଜଗତ ଲୋକମାନେ ବହୁତ ନଷ୍ଟ କରୁଛେ। ବେଳେ ବେଳେ ଭକ୍ତ ମାନେ ମଧ୍ୟ ମାନେ ପ୍ରକଳ୍ପ ଗ୍ରାମ୍ୟ କଥା ବା ମୋବାଇଲ ଟିଭି এই যে সময় নষ্ট କରିଦଉଛି ଏ ସମୟ ଆଉ ମିଳିବନି। ଚାଣକ୍ୟ କହୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଦେଲେ ମଧ୍ୟ ମିଳିପାରିବ। ସେଥିପାଇଁ କୁହାଯାଇଛି ଯେ ଯଦି ଏକ ମୁହୂର୍ତ୍ତ କାଳର ସଦୁପଯୋଗ ନ କରାଯାଇ ଅଯଥା ନଷ୍ଟ କରାଯାଏ ତାହେଲେ ତା ଜୀବନର ଏକ ମହାନ କ୍ଷତି ବୋଲି ଜାଣିବ। ଛୋଟଟା ମୁଁ ଦେଇଥିଲି ପ୍ରାଣେଶ୍ୱରକୁ ବଡଟା। ଯୋଉଟା ଭଗବାନଙ୍କର ସରି ଭଗବାନ ଶ୍ରୀମଦ ଭଗବତ ଗୀତାରେ 2ୟ ଅଧ୍ୟାୟ 40 ବର୍ଷ କହିଛନ୍ତି ସ୍ୱଳ୍ପସ୍ୟ ଅଳ୍ପସ୍ୟ ଶ୍ଲୋକଟା ପ୍ରାୟତେ ମହତ ଭୟା स्वल्पमस्य ଅଳ୍ପ ମାତ୍ର ଭକ୍ତି धर्मस्य त्रायते महते जना अल्पमस्य ଯୋଉ धर्मस्य ସମୟରେ त्रायते महते जना। ଯେଉଁ ସମୟଟା ଭଗବାନଙ୍କ ସେବାରେ ନ ଲଗେଇ ଆମେ ନଷ୍ଟ କରୁଛେ ଯଦି ସେଇ ସମୟରେ ଅଳ୍ପ ମାତ୍ର ଥରେ ମାତ୍ର ହରି କୃଷ୍ଣ ଗୋବିନ୍ଦ ବା ଭାଗବତ ପଢିବା ବା କଥା ଶ୍ରବଣରେ ଆମେ ଲଗେଇଥାନ୍ତେ ତାହେଲେ ନିଶ୍ଚୟ ଭଗବାନ ସେ ଜୀବନ ମଙ୍ଗଳ କରିଥାନ୍ତି। ତେଣୁ ସମୟ ବହୁତ ଇମ୍ପୋର୍ଟାଣ୍ଟ। ବାର ନମ୍ବର ବିଶ୍ୱଂ ବୈବ୍ରହ୍ମ ତନ୍ମାତ୍ରଂ ସଂସ୍ଥିତଂ ବିଷ୍ଣୁ ମାୟୟା ଈଶ୍ୱର ପରିଚ୍ଛିନ୍ନ କାଲେନ ଅବ୍ୟକ୍ତଂ ମୂର୍ତ୍ତିନା। ଯେଉଁ କାଳ ଭଗବାନଙ୍କର ଅବ୍ୟକ୍ତ ନିର୍ବିଶେଷ ରୂପ ସେଇ କାଳ ଦ୍ୱାରା ଏ ଭୌତିକ ପ୍ରକାଶ ଭୌତିକ ଶକ୍ତି ରୂପରେ ଭଗବାନ ଠାରୁ ପୃଥକ ରୂପେ ପ୍ରକାଶିତ ହୋଇଅଛି। ଏହା ଭୌତିକ ଜଗତ ଭଗବାନ ବିଷ୍ଣୁଙ୍କର ସେଇ ଭୌତିକ ଶକ୍ତିର ନିୟନ୍ତ୍ରଣରେ ଭଗବାନଙ୍କର ସୃଷ୍ଟି ଶକ୍ତିର ପ୍ରକାଶ ରୂପରେ ଅବସ୍ଥିତ। ଏ ଭଗବାନଙ୍କର ଅବ୍ୟକ୍ତ ନିର୍ବିଶେଷ ରୂପ ଏଇ କାଳ ଦ୍ୱାରା ହିଁ ଭୌତିକ ପ୍ରକାଶ ରୂପେ ଭଗବାନ ଠାରୁ ପୃଥକ ହୋଇ ପ୍ରକାଶିତ ହେଉଛି। ଏ ଭାବାର୍ଥ ତମେ ପଢନ୍ତୁ। ଭାବାର୍ଥ ପୂର୍ବେ ଶ୍ରୀ ନାରଦ ବ୍ୟାସଙ୍କ ସମକ୍ଷରେ ଯାହା କହିଥିଲେ ଶ୍ରୀମଦ୍ ଭାଗବତମ୍ ପ୍ରଥମ ସ୍କନ୍ଧ 5ମ ଅଧ୍ୟାୟ 20 ନମ୍ବର ଶ୍ଲୋକରେ ଇଦଂ ହି ବିଶ୍ୱଂ ଭଗବାନ ଇବେତରଃ। ଏହି ଅବ୍ୟକ୍ତ ଜଗତ ଭଗବାନଙ୍କର ଏକ ରୂପ ଅଟେ କିନ୍ତୁ ଏହା ଭଗବାନଙ୍କ ଠାରୁ ଭିନ୍ନ ବୋଲି ପ୍ରତୀତ ହୁଏ। ଏପରି ପ୍ରତୀତ ହେବାର କାରଣ ହେଉଛି ଏହା ଯେ ଏହା କାଳ ଦ୍ୱାରା ଭଗବାନଙ୍କ ଠାରୁ ପୃଥକ ହୋଇଅଛି। ଏହା ଟେପ୍ ରେକର୍ଡରେ ରେକର୍ଡ କରାଯାଇଥିବା ଏକ ବ୍ୟକ୍ତିର ସ୍ୱର ସଦୃଶ। ବ୍ୟକ୍ତିଟି ରେକର୍ଡୀକୃତ ସ୍ୱରରୁ ପୃଥକ ହୋଇଅଛି। ଯେପରି ଟେପ୍ରେ ହିଁ ଅଛି ଠିକ ସେହିପରି ସମଗ୍ର ଭୌତିକ ପ୍ରକାଶ ଭୌତିକ ଶକ୍ତି ଉପରେ ଅବସ୍ଥିତ ଏବଂ ଏହା କାଳ ଦ୍ୱାରା ଭଗବାନ ଠାରୁ ପୃଥକ ରୂପେ ସ୍ଥିତ ହୋଇଛି ବୋଲି ପ୍ରତୀତ ହୁଏ। ସେଥିପାଇଁ ଏ ଭୌତିକ ପ୍ରକାଶ ଭଗବାନଙ୍କର ବସ୍ତୁ ଶକ୍ତିର ପ୍ରକାଶ ଅଟେ ଏବଂ ଏହା ନିର୍ବିଶେଷବାଦୀ ମାନଙ୍କ ଦ୍ୱାରା ଆରାଧିତ ଭଗବାନଙ୍କର ନିର୍ବିଶେଷ ରୂପକୁ ପ୍ରକାଶ କରେ। ହରେ କୃଷ୍ଣ। ହରେ କୃଷ୍ଣ ଧନ୍ୟବାଦ। এই অব্যক্ত জগତ ଭଗବାନଙ୍କର ରୂପ ଅଟେ କିନ୍ତୁ ଭଗବାନ ଠାରୁ ଭିନ୍ନ ବୋଲି ପ୍ରତୀତ ହୁଏ। କିପରି ବୁଝିବା ପାଇଁ ବହୁତ ସୁନ୍ଦର ଏକ୍ସାମ୍ପଲ ଦେଇଛନ୍ତି ପ୍ରପାତ ମହାରାଜ ଯେ ଟେପ୍ ରେକର୍ଡ। ପ୍ରପାତ ମହାରାଜ ଯୋଉ ଟେପ୍ ରେକର୍ଡ ପ୍ରପାତ ତାଙ୍କର ଶବ୍ଦ ଟ୍ରାନ୍ସଲେଟ କରିବା ପାଇଁ ରେକର୍ଡିଂ କରି ଆଗରୁ ଭାରତ ଥିଲା ବେଳେ ପ୍ରପାତ ନିଜେ ଲେଖୁଥିଲେ କୋଉ ସମୟ ଯାଉଥିଲା। ତେଣୁକରି ପ୍ରପାତ ମହାରାଜ ଖାଲି ଟେପ୍ ରେକର୍ଡ କହି ଚାଲିଲେ ତ ତାଙ୍କର ଅନୁଗାମୀ ଭକ୍ତମାନେ ଅନୁଗାମୀ ଭକ୍ତମାନେ ସେମାନେ ତାଙ୍କର ଏଇ ପ୍ରପାତଙ୍କର ଲେକ୍ଚରକୁ ଟାଇପ କରିକି ଗ୍ରନ୍ଥ ରଚନା କରନ୍ତି। ବହୁତ ଶୀଘ୍ର ଶୀଘ୍ର ଟ୍ରାନ୍ସଲେଟ ହେଇସାରିଲା। କିନ୍ତୁ ପ୍ରପାତ ମହାରାଜଙ୍କ କହିବାଟା ପ୍ରପାତଠୁ ଅଲଗା କି ଅଲଗା ନୁହେଁ କିନ୍ତୁ ଅଲଗା। ଯେମିତି ପ୍ରପାତ ମହାରାଜ ନାହାନ୍ତି ବର୍ତ୍ତମାନ କିନ୍ତୁ ତାଙ୍କର ଟେପ୍ ରେକର୍ଡ କଥାଟା ଅଛି। ପ୍ରପାତ ମହାରାଜ ତାଙ୍କ ପଞ୍ଚଭୂତ ଶରୀରରେ ଆମ ସହିତ ନାହାନ୍ତି ବା ଯୋଉ ରେକର୍ଡିଂ କରିବା ପାଇଁ ଦେଇଗଲେ ବିବିଟି କି ସେ ପ୍ରପାତ ମହାରାଜ ପ୍ରଚାର କରିବା ପାଇଁ କୁଆଡେ ଆମେରିକା ଗଲେ ଇଂଲଣ୍ଡ ଗଲେ ଅଷ୍ଟ୍ରେଲିଆ ଗଲେ କୁଆଡେ ଗଲେ କିନ୍ତୁ ବିବିଟି ଭକ୍ତ ମାନେ ସେଇ ଟେପ୍ ରେକର୍ଡର ରେକର୍ଡିଂ ଅନୁସାରେ ସେ ବହି ପ୍ରିଣ୍ଟିଂ କରିଚାଲନ୍ତି। ଠିକ ସେହିପରି ଯେ ଭଗବାନଙ୍କ ଠାରୁ ଏଇ ଯୋଉ ଅବ୍ୟକ୍ତ ଜଗତ କିପରି ଭଗବାନଙ୍କ ସହିତ ସମାନ ବା କିପରି ଭଗବାନଙ୍କ ଭିନ୍ନ ଏଇ କଥା ବୁଝିବା ପାଇଁ ପ୍ରପାତ ମହାରାଜ ଉପଦେଶ ମାନେ ଏକ୍ସାମ୍ପଲଟା ଦେଇଛନ୍ତି। ଏହା କାଳ ଦ୍ୱାରା ଭଗବାନର ପୃଥକ ରୂପେ ସ୍ଥିତ ବୋଲି ପ୍ରତୀତ ହୁଏ। ସେଥିପାଇଁ ଭୌତିକ ପ୍ରକାଶ ଭଗବାନଙ୍କର ବସ୍ତୁ ଶକ୍ତିର ପ୍ରକାଶ ଅଟେ
ଏବଂ ନିର୍ବିଶେଷବାଦୀ ମାନଙ୍କ ଦ୍ୱାରା ଆରାଧିତ ଭଗବାନଙ୍କର ନିର୍ବିଶେଷ ରୂପକୁ ପ୍ରକାଶ କରେ। ଶ୍ଲୋକ ନମ୍ବର 13 ଯଥେଦାନି ତଥାଗ୍ରେ च ପଶ୍ଚାଦପି ଏତଦ୍ ईदृशम्। ଏ ଭୌତିକ ପ୍ରକାଶ ବା ବିଶ୍ୱ ବର୍ତ୍ତମାନ ଯେଉଁ ପ୍ରକାର ଅଛି ମହାପ୍ରଳୟ ପୂର୍ବରୁ ସେଇ ପ୍ରକାର ଥିଲା, ପ୍ରଳୟ ପରେ ମଧ୍ୟ ସେଇ ପ୍ରକାର। ଟିକେ ପୂର୍ବରୁ ଆମେ ଯୋଉ କହୁଥିଲେ ଏଇ ଯୋଉ ପ୍ରକାଶ ମାନେ ଥିଲା, ଅଛି ଏବଂ ରହିବ, ଏଇ ଶ୍ଲୋକ 13 ନମ୍ବର ଶ୍ଲୋକ ସେଟା କହୁଛନ୍ତି। ଏ ସୃଷ୍ଟି ପ୍ରତ୍ୟେକ ଥର ଏଇପରି ହୁଏ। ଏ ଯୋଉ ସୃଷ୍ଟି ଭଗବାନଙ୍କ ପାଖରେ ବିଲୀନ ହେଇକି ଥାଏ, ପୁନର୍ବାର ସୃଷ୍ଟି ହୁଏ, ପୁଣି ବିଲୀନ ହେଇଯାଏ। ତେଣୁ କାଳର ଧାରାବାହିକ କ୍ରିୟା ନିତ୍ୟ ଶାଶ୍ୱତ ବା ସନାତନ ଭାବାର୍ଥର ଲାଷ୍ଟ ଆଡୁ, ଏବଂ ଏହାକୁ କେବେ ମିଥ୍ୟା ବୋଲି କୁହାଯାଇ ନପାରେ। ଏ ଭୌତିକ ପ୍ରକାଶ ଅସ୍ଥାୟୀ ଓ ସାମୟିକ, କିନ୍ତୁ ମାୟାବାଦୀ ଦାର୍ଶନିକ ଗଣ ଯେପରି ଏହାକୁ ମିଥ୍ୟା ବୋଲି କହନ୍ତି, ସେ ଏହା ସେପରି ମିଥ୍ୟା ନୁହେଁ। କାଳର ଧାରାବାହିକ ନିତ୍ୟ ମାନେ ସବୁବେଳେ ସୃଷ୍ଟି ହଉଛି, କିଛି ଦିନ ରହୁଛନ୍ତି ଏବଂ ତାପରେ ନଷ୍ଟ ହଉଛି। 14 ନମ୍ବର ସ୍ୱର୍ଗ ନବବିଧସ୍ତସ୍ୟ ପ୍ରାକୃତ ପ୍ରଭୁଜୀ ଏଠି ଯୋଉ କହିଲେ ପ୍ରଳୟ, ପ୍ରଭୁଜୀ ଏଠି ଯୋଉ କହିଲେ ପ୍ରଳୟ ପରେ ମଧ୍ୟ ସେଇପରି ରହିବ। ଧରନ୍ତୁ ଗୋଟେ ମହାପ୍ରଳୟରେ ବ୍ରହ୍ମାଣ୍ଡ ପ୍ରବେଶ କରିଗଲା, ସେ ପୁଣି ସେଇ ବ୍ରହ୍ମାଣ୍ଡ ପୁଣି ପାରିବ। ମୁଁ ତ ନୂଆ ବ୍ରହ୍ମାଣ୍ଡ ବାରି ସବୁ ନୂଆ ନୂଆ ତିଆରି ହେବ। ଯୋଉ ବ୍ରହ୍ମାଣ୍ଡ ଭିତରେ ପ୍ରବେଶ କରିଥିଲେ ସେଇ ଏଠି କହିଲାନି ପ୍ରଳୟ ପରେ ମଧ୍ୟ ସେଇପରି ରହିବ, ମାନେ ଅର୍ଥାତ୍ ଯୋଉ ବ୍ରହ୍ମାଣ୍ଡ ଭିତରେ ପ୍ରବେଶ କଲେ ସେଇ ବ୍ରହ୍ମାଣ୍ଡ ପୁଣି ବାହାରି ଆସିବ, ଯୋଉ ଜୀବମାନେ ଥିଲେ ସେ ବ୍ରହ୍ମାଣ୍ଡରେ। ଭଗବାନ ଯୋଉ ପ୍ରଳୟରେ କଣ କରାଯାଏ, ଜୀବର ପଞ୍ଚଭୂତ ଶରୀର ସବୁ ନଷ୍ଟ ହେଇଯାଏ, କିନ୍ତୁ ଜୀବର ମନ ବୁଦ୍ଧି ଅହଙ୍କାର ସୂକ୍ଷ୍ମ ଶରୀର ଚେତନା ସେଇଟା ସବୁ ଭଗବାନଙ୍କର ଯୋଉ ଅବ୍ୟକ୍ତ ରୂପରେ ପ୍ରବେଶ ହେଇକି ଥାଏ, ତ ସେଇଟା ହିଁ ଭଗବାନ ଆଉଥରେ ଛାଡନ୍ତି। ଯେମିତି ବ୍ରହ୍ମା କଣ ଟିକେ ପୂର୍ବରୁ ଆମେ ଦେଖୁଛନ୍ତି ଯେ ବ୍ରହ୍ମା କହୁଛନ୍ତି ଏଇ ପଦ୍ମଠୁ ହିଁ ମୁଁ ସବୁକୁ ସୃଷ୍ଟି କରିବି। ଏଇ ପଦ୍ମରେ ଭଗବାନ ସବୁ କିଛି ଏଇ ବ୍ରହ୍ମାଣ୍ଡର ମାନେ ପଞ୍ଚଭୂତ ଏବଂ ଜୀବର ବୀଜ ସବୁ କିଛି ଦେଇଦେଇଛନ୍ତି। ମୁଁ କହିବା ଗୋଟେ ବ୍ରହ୍ମାଣ୍ଡ ପାଇଁ ସ୍ଥିର ହେଇଯାଇଛନ୍ତି ଏଇ ଲୋକ ରହିବେ, ଗୋଟେ ବ୍ରହ୍ମାଣ୍ଡ ପାଇଁ ସ୍ଥିର ହେଇଛନ୍ତି ଏଇ ଜୀବମାନେ ରହିବେ, ତେଣୁ ସେମାନେ ପ୍ରବେଶ କରୁଛନ୍ତି ପୁଣି ବାହାରୁଛନ୍ତି। ହଁ, ତା ଭିତରେ ଯୋଉମାନେ ଭକ୍ତି ଲାଇନ ଭକ୍ତି ଯାଜନ କଲେ ଭଗବାନଙ୍କର, ଯେତିକି ଦିନ ସୃଷ୍ଟି ହେବା ପରେ ଭକ୍ତି ଯାଜନ କଲେ, ଭକ୍ତି କଲେ, ଭଗବାନଙ୍କ ଧାମ ପ୍ରାପ୍ତ ହେଲେ, ଆଉ ସେମାନେ ଭଗବାନଙ୍କର ଭକ୍ତ ହେଲା ପରେ ତାର ଆଉ ନଷ୍ଟ ନାହିଁ, ଭକ୍ତ ନିତ୍ୟ। ତେଣୁ ସିଏ ଆଉ ଏଠି ନଷ୍ଟ ହବନି, ସିଏ ଭଗବାନଙ୍କର ଧାମ ପ୍ରାପ୍ତି ଭଗବାନଙ୍କ ଲୋକକୁ ପଳେଇବେ। ଯୋଉମାନେ ତାଙ୍କର ଚେତନା ବୁଦ୍ଧି କରିପାରିଲେ ନାହିଁ, ଭକ୍ତି ଯାଜନ କରିପାରିଲେ ନାହିଁ, ଜଡ ଚେତନା ଭିତରେ ପଡିକି ରହିଲେ ମାୟାର କବଳିତରେ, ସେଇମାନେ ପୁନର୍ବାର ଏଇଭଳିଆ ଯାଉଥିବେ ଆସୁଥିବେ, ଯାଉଥିବେ ଆସୁଥିବେ, ଭକ୍ତି ଯାଜନ କରିବା ପର୍ଯ୍ୟନ୍ତ, ବା ଭକ୍ତି ଯାଜନ କରି ଭଗବାନଙ୍କ ଧାମ ପ୍ରାପ୍ତ ହେବା ପର୍ଯ୍ୟନ୍ତ। चौदह नंबर स्वर्ग निबविधस्तस्य प्राकृतो वैकृतस्तु जः कालद्रव्य गुणैरस्य विविध प्रतिसंक्रम। भौतिक गुणर क्रिया प्रतिक्रिया जोगु जो सृष्टि स्वाभाविक भाव हेउअछि ताहा छड़ा 9 प्रकार सृष्टि अछि। भौतिक गुणर क्रिया प्रतिक्रिया जोगु जो सृष्टि स्वाभाविक भाव हेउअछि ता छड़ा 9 प्रकार, टोटाल 10 प्रकार सृष्टि। प्राकृत वैकृत सृष्टिर काल द्रव्य और गुण द्वारा त्रिविध प्रलय निरूपित होउछि। प्राकृत वैकृत सृष्टिर काल और द्रव्य गुण द्वारा 3 प्रकार। द्रव्य गुण माने ए प्रकृति भूत 5 भूत जो माटी आकाश अग्नि वायु जल एवं गुण तम गुण रजगुण सत्यगुण एपरी भाव में 3 प्रकार प्रलय होउछे। एठी विशेष कहउछन 3 प्रकार प्रलय कोन। 3 प्रकार प्रलय होउछे काल निमित्त, एक रे काल निमित्त नित्य प्रलय, समग्र ब्रह्मांड प्रलय। समग्र ब्रह्मांड प्रलय ब्रह्मांडर जीवन शेष, जो द्विप्रहर आयुष शेष, जो नित्य प्रलय। तापर जो नैमित्तिक संकर्षण बा अनंत देवकर मुखाग्नि रूपे द्रव्य निमित्त नैमित्तिक प्रलय, जोड़ा ब्रह्मांडर गोटे दिन प्रत्येक दिन हुए, गोटे दिन शेष हुए। एवं
तापर कहउछन जो प्राकृत प्रलय स्व कार्य व्यासकारी गुण सब निमित्त प्राकृतिक प्रलय माने ए जो शरीर मिली पंचभूत शरीर से शरीर विनष्ट जो प्रलय सेटा प्राकृतिक हरे कृष्ण प्रभु जी एट जो दिया है तीन प्रलय रो तो फर्स्ट डा नित्य प्रलय आज्ञा तापटा नैमितिक लास्ट प्राकृत 3 नंबर प्राकृत 15 नंबर आद्यस्तु महत सर्ग गुण वैषम्यम आत्मन द्वितीयस्तु अहमजत्र द्रव्य ज्ञान क्रियोदय एबे जो 9 प्रकार सृष्टि से विषय आलोचना करा जो 9 प्रकार सृष्टि कथा कुआगला तन्मध्य महत्तर उत्पत्ति हूँ प्रथम सृष्टि गोटे खातार गोटे चार्ट बनातु लेखतु ऊपर सब ऊपर लेखतु महाविष्णु बा जो क्षीरोदक विष्णु तो महाविष्णु सृष्टि है प्रधान जोटा कहले ए पूर्व शोकर कहले भौतिक गुणर क्रिया प्रतिक्रिया जो सृष्टि स्वाभाविक भाव हो जोटा भगवान जो ब्रह्मा सृष्टि करने पूर्व जो पद्म फूलटा सृष्टि कले सेटा हूँ प्रधान एटा भगवान का सृष्टि ब्रह्मा को सब उपादान देदेले तो महाविष्णु को देखो प्रधान सिंपल चार्ट महाविष्णु तातर प्रधान प्रधान के तले आसो महतत्व ये जो प्रथम सृष्टि ये अनुवाद कहुच्छी तन्मध्य महतत्वर उत्पत्ति यही हूँ प्रथम सृष्टि ये जो महतत्व साइड लिखु फास्ट सृष्टि प्रथम सृष्टि एवं द्वितीय सृष्टि कौन से महतत्व परमेश्वर निकट हेतु गुण समूह वैष्णव करें अर्थात गुण गुड़िकर क्रिया प्रतिक्रिया सृष्टि होता है द्वितीय सृष्टि हूँ अहंकार जोटा आमर जो कौन कहती जो आमर इंग्लिश कौन कौन से जो आमर जो सृष्टि तत्व चार्ट ये पाया महाविष्णु प्रधान तापर महतत्व आसला अहंकार अहंकार केमी आसला गुण गुड़िक द्वारा क्रिया प्रतिक्रिया सृष्टि एथिर भूत समूह बा भौतिक उपादान समूह जड़ ज्ञान ये महतत्व सब आस सृष्टि हम सब जड़ ज्ञान ज्ञानेन्द्रिय भौतिक क्रिया कर्मेन्द्रिय सब उदय हुए जरा पढ़ते भावार्थ प्रभु जी चार्ट थी बोल लिखी शेयर कर दो चार्टा करवा धीरे धीरे गोटे श्लोक नुह एटा पूरा 15 नंबर रु 17-18 पर्यंत प्राय चलो चार्टा पूरा बनैया पढ़ सारा भावार्थ भगवान भौतिक सृष्टि जो प्रथम प्रकाश है ता हेउछि महत तत्व जीवर जो मिथ्या परिचय तार कारण हेउछि भौतिक गुण मानकर क्रिया प्रतिक्रिया अर्थात जीव भौतिक उपादान रे गठित यह हेउछि जीवर मिथ्या परिचय शरीर ओ मन को आत्मा बोली भाविबार कारण हेउछि मिथ्या अहंकार भौतिक उपादान एवं कार्य करिवार शक्ति और ज्ञान एसबू महत्त्व परे हेउथबा द्वितीय सृष्टि रु उद्भूत एठारे ज्ञान कहिले ज्ञानेन्द्रिय मानकु एवं सेमानकर अधिष्ठाता देवता मानकु बुझाए एठारे कर्म कहिले कर्मेन्द्रिय मानकु एवं सेमानकर अधिष्ठाता देवता मानकु बुझाए एसबू द्वितीय प्रकार सृष्टि रु उद्भूत हरे कृष्ण किसी बुझी पारले आगे 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 प्रभुपाद महाराज सुंदर भाव लिखि दिसुन भगवान जो भौतिक सृष्टि है प्रथम प्रकाश महत्व जो महाविष्णु पर आसला प्रधान पर जो महत्व से प्रथम सृष्टि यहाँ भी भगवान भौतिक सृष्टि होता महत्व एवं ए महत्व जो जीवर जो गुण द्वारा
ତିନି ଗୁଣରେ ବସିକି ଯୋଉ ଅହଙ୍କାର ଆସିଲା ଅହଙ୍କାର ସେଇଟା ହଉଛି ଦ୍ୱିତୀୟ ସୃଷ୍ଟି। এই ଅହଙ୍କାର ଆସିବ କଣ? ସାତ୍ବିକ ଅହଙ୍କାର, ରାଜସିକ ଅହଙ୍କାର, ତାମସିକ ଅହଙ୍କାର। ୟା ପରେ ଏବଂ এই ସାତ୍ବିକ ଅହଙ୍କାରରୁ ଠିକ ଅଛି ଏବେ ଲେଖନ୍ତୁ ଚାର୍ଟ ଲେଖୁଛନ୍ତି ଲେଖନ୍ତୁ ମହାବିଷ୍ଣୁ ତା ତଳେ ଦେଖନ୍ତୁ ପ୍ରଧାନ ତା ତଳେ ମହତ୍ତତ୍ଵ ତା ତଳେ ଅହଙ୍କାର। ଏ ମହତ୍ତତ୍ଵ ହେଲା ପ୍ରଥମ ସୃଷ୍ଟି, ଅହଙ୍କାର ହେଲା ଦ୍ୱିତୀୟ ସୃଷ୍ଟି ଏବଂ ଅହଙ୍କାରକୁ ତିନିଟା ଚାର୍ଟ ମାନେ ଅହଙ୍କାର ତଳେ ତିନିଟା ଲେଖନ୍ତୁ ସାତ୍ବିକ, ରାଜସିକ, ତାମସିକ। ସାତ୍ବିକରୁ ଆସିଲେ ମନ ଏବଂ ଇନ୍ଦ୍ରିୟ ମାନଙ୍କ ଇନ୍ଦ୍ରିୟ ଅଧିଷ୍ଠିତ 10ଟା ଦେବତା। ଏ ସାତ୍ବିକ ତଳେ ଦେଖନ୍ତୁ ମନ ଏବଂ ଇନ୍ଦ୍ରିୟ ଅଧିଷ୍ଠିତ 10 ଦେବତା। ଯୋଉ 10ଟା ଇନ୍ଦ୍ରିୟ ଆମର ଅଛି, 5ଟା କର୍ମେନ୍ଦ୍ରିୟ, 5ଟା ଜ୍ଞାନେନ୍ଦ୍ରିୟ। এই 5ଟା କର୍ମେନ୍ଦ୍ରିୟର ଏବଂ 5ଟା ଜ୍ଞାନେନ୍ଦ୍ରିୟର ଯୋଉ 10ଟା ଇନ୍ଦ୍ରିୟ ହେଲେ ଏମାନଙ୍କର ଅଧିଷ୍ଠାତ୍ରୀ ଦେବତା। ତାପରେ ଲାଷ୍ଟ ଯୋଉ ତାମସିକ ରହିଲା, ଏ ଯୋଉ ତାମସିକ ଅହଙ୍କାର, ସେଥିରେ ଦୁଇଟି ସୃଷ୍ଟି ଲେଖନ୍ତୁ। ଗୋଟେ ହଉଛି ପଞ୍ଚଭୂତ ଏବଂ ପଞ୍ଚ ତନ୍ମାତ୍ରା, ଇଏ ଗୋଟେ ପଟେ ଏବଂ ଆଉ ଗୋଟେ ରହିଲା ଅଜ୍ଞାନ ବା ଜୀବ ମୋହିନୀ ଶକ୍ତି। এই ପଞ୍ଚ ମହାଭୂତ ପଞ୍ଚଭୂତ ସାର୍, ତାମସିକରେ ପଞ୍ଚଭୂତ ସେକେଣ୍ଡ ଏବଂ 5 ତନ୍ମାତ୍ରା, ସରି ପ୍ରଭୁଜୀ ଇଏ ଗୋଟେ ପଟେ ରହିଲେ 5ଟି ତନ୍ମାତ୍ରା। ଆଜ୍ଞା ଏଇଠି ଲେଖା ହେଇଥିବ, ୟା ପରେ ପଢିଆ ଟିକେ ଧୀରେ ଧୀରେ 17 ଶ୍ଲୋକରେ ଏଇଟା ଲେଖା ହେଇଥିବ। ପ୍ରଭୁଜୀ ଚାର୍ଟଟା ଯଦି ହ୍ୱାଟ୍ସଆପରେ ବନେଇକି ଛାଡି ଦିଅନ୍ତେ ଭଲ ହୁଅନ୍ତା। ହଁ ଏଇଟା ଲେଖି ଦିଅନ୍ତୁ, ଜଣେ ଭକ୍ତ ଟିକେ ଭଲ ହେବ ବନେଇ ଛାଡ଼ିଦେବେ, ନହେଲେ ମୁଁ ବନେଇକି ଛାଡ଼ିବି ଆଉ। ଆଜ୍ଞା ତ 5 ମହାଭୂତ ତ ଆପଣ ମାନେ ଜାଣିଛନ୍ତି, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ ଏବଂ ତନ୍ମାତ୍ରା ହଉଛନ୍ତି ଏଇ ଯୋଉ 5ଟି ମହାଭୂତର କଣ କୁହାଯିବ ଗୁଣ ବା ଲକ୍ଷଣ। ଆକାଶର ଶବ୍ଦ, ଆକାଶ ତନ୍ମାତ୍ରା ଶବ୍ଦ, ବାୟୁର ଗନ୍ଧ, ଅଗ୍ନିର ରୂପ, ଜଳ ସରି ଆକାଶର ହଉଛି ଶବ୍ଦ, ବାୟୁର ହଉଛି ଗନ୍ଧ, ଅଗ୍ନି ହଉଛି ତେଜ, ବାୟୁ ସ୍ପର୍ଶ ରୂପ, ବାୟୁର ବାୟୁର ସ୍ପର୍ଶ, ସ୍ପର୍ଶ, ବାୟୁର ସ୍ପର୍ଶ, ପୃଥିବୀର ହଉଛି ଗନ୍ଧ, ଅଗ୍ନି ହଉଛି ଗୋଟେ ଗନ୍ଧ, ରୂପ। ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ। ଆକାଶର ହେଲା ଶବ୍ଦ, ବାୟୁରେ ରସ, ସ୍ପର୍ଶ, ବାୟୁରେ ହେଲା ସ୍ପର୍ଶ, ବାୟୁର ସ୍ପର୍ଶ, ହଁ ବାୟୁର ସ୍ପର୍ଶ, ତାପରେ ଅଗ୍ନିରେ ରୂପ, ଜଳ ହେଲା ରସ, ରସ, ପୃଥିବୀ ହେଲା ଗନ୍ଧ। ପୃଥିବୀ ଗନ୍ଧ। ବାସ୍ ଇଏ ହେଲା 5 ମହାଭୂତ, 5 ତନ୍ମାତ୍ର। ଏଇଟା ଗୋଟେ ଏପଟେ ସାତ୍ବିକଟା ବୁଝି ହେଇଗଲା। ଗୋଟେ ହେଲା ମନ ଏବଂ 10 ପ୍ରକାର ଇନ୍ଦ୍ରିୟର ଅଧିଷ୍ଠିତ ଦେବତା। ତାପରେ ତାମସିକରୁ ଆସିଲେ 5 ମହାଭୂତ, 5 ତନ୍ମାତ୍ରା ଗୋଟେ ପଟେ, ଆଉ ଗୋଟେ ପଟେ ଆସିଲେ ଅଜ୍ଞାନ ବା ଜୀବ ମୋହିନୀ ଶକ୍ତି। ତାମସିକ ଅହଙ୍କାରଟା 2 ଭାଗ, ଗୋଟେ ପଟେ ହେଲା 5 ମହାଭୂତ, 5 ତନ୍ମାତ୍ରା, ଆଉ ଗୋଟେ ପଟେ ହଉଛି ଅଜ୍ଞାନ ବା ଜୀବ ମୋହିନୀ ଶକ୍ତି। ଆଉ ରାଜସିକ ଅହଙ୍କାର ଯୋଉ ରହିଲା, ସେଥିରୁ ଆସିଲେ 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ। ପାଞ୍ଚଟି କର୍ମେନ୍ଦ୍ରିୟ ବାକ୍, ହସ୍ତ, ପାଦ, ପାୟୁ, ଉପସ୍ଥ ଏବଂ 5ଟି ଜ୍ଞାନେନ୍ଦ୍ରିୟ ଚକ୍ଷୁ, କର୍ଣ୍ଣ, ଚର୍ମ ବା ତ୍ୱକ୍, ନାସିକା, ଜିହ୍ବା। ଏବଂ ଏଇ ଯୋଉ 10ଟି ଇନ୍ଦ୍ରିୟ, 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ, ଏମାନଙ୍କର ଅଧିଷ୍ଠିତ ଦେବତା ମାନଙ୍କ ନାଁ ବି ଲେଖିଦିଅ। ଏ ଯୋଉ ପ୍ରଥମେ ଲେଖନ୍ତୁ 5ଟି କର୍ମେନ୍ଦ୍ରିୟର ବାକ୍ ଶକ୍ତିର ଅଧିଷ୍ଠିତ ଦେବତା ହଉଛନ୍ତି ଅଗ୍ନି। ଏବଂ ତାପରେ ଯୋଉ ହସ୍ତର ଅଧିଷ୍ଠିତ ଦେବତା ହଉଛନ୍ତି ଇନ୍ଦ୍ର।
ତା ପାଦର ଅଧିଷ୍ଠ ଦେବତା ହଉଛି ବିଷ୍ଣୁ। ବାୟୁର ଅଧିଷ୍ଠିତ ଦେବତା ହଉଛି ମିତ୍ର। ଆଉ ଉପସ୍ଥର ଅଧିଷ୍ଠିତ ଦେବତା ହଉଛି ପ୍ରଜାପତି। ତାପରେ ଜ୍ଞାନେନ୍ଦ୍ରିୟ, ଚକ୍ଷୁର ଅଧିଷ୍ଠିତ ଦେବତା ହଉଛି ସୂର୍ଯ୍ୟ। କର୍ଣ୍ଣର ଅଧିଷ୍ଠିତ ଦେବତା ହଉଛନ୍ତି ଆକାଶ। ତ୍ୱକ୍ ବା ଚର୍ମ, ତାଙ୍କର ଅଧିଷ୍ଠିତ ଦେବତା ହଉଛି ବାୟୁ। ଆଉ ନାସିକାର ଅଧିଷ୍ଠିତ ଦେବତା ପୃଥିବୀ। ଜିହ୍ବାର ଅଧିଷ୍ଠିତ ଦେବତା ଜଳ। ଏରା ସବୁ ବୁଝି ତ୍ୱକରେ କଣ ରହିଲା ମଝିରେ? କର୍ଣ୍ଣ ପରେ କର୍ଣ୍ଣ ହେଲା ଆକାଶ, ତାପରେ ତ୍ୱକ ଦୁଇ କୋଟି ରହିଲା। ତ୍ୱକଟା ଠିକ କହିଲ? ତ୍ୱକ୍ ବା ଚର୍ମ, ତାର ଚର୍ମ, ହଁ। ହେଲା ବାୟୁ। ବାୟୁ ବାୟୁ ବାୟୁ, ଆଜ୍ଞା ଆଜ୍ଞା। ତାଙ୍କର ଅଧିଷ୍ଠିତ ଦେବତା ହଉଛି ବାୟୁ ଦେବତା। ଆଉ ହୁଁ। ନାସିକାଙ୍କର ଅଧିଷ୍ଠିତ ଦେବତା ପୃଥିବୀ ଦେବତା। ଆଉ ଜିହ୍ବାର ନହେଲେ ହଉଛନ୍ତି ଜଳ ଦେଖିଛୁ। ଦେବତା। ଜଳ, ଆଜ୍ଞା। ତ ପ୍ରଥମ ପାଞ୍ଚଟି ଏବେ ଆଚ୍ଛା, ଏବେ ଆମର ଦିଟା ସୃଷ୍ଟି ମାତ୍ର ପଢା ହେଇଛି। ତାପରେ 16 ନମ୍ବର ଶ୍ଲୋକଟା ପଢାଇଲା ପରେ ବୁଝିବେ। ଭୂତ ସ୍ୱର୍ଗ ସ୍ମୃତି ଅସ୍ତୁ ତନ୍ମାତ୍ର ଦ୍ରବ୍ୟ ଶକ୍ତିମାନ ଚତୁର୍ଥ ଇନ୍ଦ୍ରିୟ ସର୍ଗ ଯସ୍ତୁ ଜ୍ଞାନ କ୍ରିୟାତ୍ମକ। ଭୂତ ସମୂହର ସୂକ୍ଷ୍ମ ଅବସ୍ଥା ବିଶିଷ୍ଟ ମହାଭୂତ ପ୍ରକାଶନ ଯୋଗ୍ୟ ଭୂତ ସୃଷ୍ଟି ହଉଛି ତୃତୀୟ। ଭୂତ ସୃଷ୍ଟି ହଉଛି ତୃତୀୟ ଏବଂ ଜ୍ଞାନ ଓ କର୍ମେନ୍ଦ୍ରିୟ ଦ୍ୱାରା ଇନ୍ଦ୍ରିୟ ସୃଷ୍ଟି ହଉଛି ଚତୁର୍ଥ ପ୍ରକାର ସୃଷ୍ଟି। ତାପରେ 17 ନମ୍ବର, এই ଯୋଉ ଚାର୍ଟ କରାହେଲା, ଏଇଠି ନମ୍ବରିଂ କଲେ ଆପଣ ଜାଣିପାରିବେ କେଉଁଟା କେତେ ନମ୍ବର ସୃଷ୍ଟି କୋଉଟା। ଏଇ 17 ନମ୍ବର ପରେ ଆମେ ନମ୍ବରିଂ କରିବା। ବୈକାରିକୋ ଦେବ ସ୍ୱର୍ଗ ପଞ୍ଚମ ଜନ୍ମୟଂ ପ୍ରଭୁଜୀ, ମନଃ। ଏଠି ଚତୁର୍ଥ ପ୍ରକାର ସୃଷ୍ଟି ଆସିଲାଣି। ଆପଣ ତ 3 ପ୍ରକାର କହୁଥିଲେ, ଆମେ 2 ପ୍ରକାର ଜାଣିଛୁ। ଏଠି ଚତୁର୍ଥ ପ୍ରକାର ଆସିଲାଣି। ଚତୁର୍ଥ ପ୍ରକାର ସୃଷ୍ଟି। 10ଟା ସୃଷ୍ଟି ପ୍ରଥମେ ହଁ କହିଲେ ହଁ। 10ଟା। 3 ପ୍ରକାର କାହିଁକି? 3 ପ୍ରକାର ପ୍ରଳୟ। ପ୍ରଳୟ, ହଁ। ସୃଷ୍ଟି ତ 10 ପ୍ରକାର। ଏବେ 15 ନମ୍ବର ଶ୍ଲୋକର ଅନୁବାଦ ଦେଖୁନା, ଭଗବାନଙ୍କର ପ୍ରଥମ ସୃଷ୍ଟି ପରେ ପୁଣି ଏଇ ଅନୁବାଦ କଣ ଅଛି? ଯେଉଁ 9 ପ୍ରକାର ସୃଷ୍ଟି କଥା କୁହାଗଲା, ତନ୍ମଧ୍ୟରୁ ମହତ୍ ସୃଷ୍ଟି ହଉଛି 1। এই 9 ପ୍ରକାର ସୃଷ୍ଟି ଏବେ ଆଲୋଚନା କରାହଉଛି। 9ରୁ ଏବେ ଆମେ 4ରେ ପହଞ୍ଚିଲେ। 17 ନମ୍ବର ଶ୍ଲୋକ, ବୈକାରିକୋ ଦେବ ସ୍ୱର୍ଗ ପଞ୍ଚମ ଜନ୍ମୟଂ ମନଃ ଷଷ୍ଠସ୍ତୁ ତମସ ସ୍ୱର୍ଗ ଯଶ୍ଚ ବୁଦ୍ଧି କୁତଃ ପ୍ରଭୁ। ସାତ୍ବିକ ଅହଙ୍କାର ଜାତ ଇନ୍ଦ୍ରିୟ ମାନଙ୍କର ଅଧିଷ୍ଠିତ ଦେବତା ଗଣଙ୍କର ଓ ମନର ସୃଷ୍ଟି ପଞ୍ଚମ ସୃଷ୍ଟି ଏବଂ ପରମେଶ୍ୱରଙ୍କର ଅବିଦ୍ୟା ନାମ୍ନୀ ଜୀବ ମୋହିନୀ ଶକ୍ତି ଦ୍ୱାରା କୃତ ତମ ବା ଅଜ୍ଞାନ ହଉଛି ଷଷ୍ଠ ସୃଷ୍ଟି। ଆଚ୍ଛା, ଏଇ ଯୋଉ 6ଟା ସୃଷ୍ଟି ହେଲା, ଏଗୁଡିକୁ ଆପଣ ମାନେ ଏବେ ନମ୍ବରିଂ କଲେ ବୁଝିପାରିବେ। ଯୋଉ ଚାର୍ଟ କଲେ, ସେ ଚାର୍ଟର ଯୋଉ ମହତ୍ତ୍ୱ ପାଖରେ ଲେଖନ୍ତୁ। ପ୍ରଥମ ସୃଷ୍ଟି 1 ନମ୍ବର, ଖାଲି ନମ୍ବର ଲେଖନ୍ତୁ 1। ଅହଙ୍କାର ହେଲା 2 ନମ୍ବର। 3 ନମ୍ବରରେ କଣ କହିଲେ? 5 ଭୂତ ସୃଷ୍ଟି। ଏ ଯୋଉ 5 ଭୂତ 5 ତନ୍ମାତ୍ରା, ଇଏ ହେଲା 3 ନମ୍ବର। ଯୋଉ ତାମସିକ ଅହଙ୍କାରର ଗୋଟେ ପାର୍ଟ, ଇଏ ହେଲା ତୃତୀୟ ସୃଷ୍ଟି। ଏବଂ ଚତୁର୍ଥରେ କଣ କହିଲେ? 5 କର୍ମେନ୍ଦ୍ରିୟ 5 ଜ୍ଞାନେନ୍ଦ୍ରିୟ। जो 5ଟି କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ସୃଷ୍ଟି ହେଲା, ଇଏ ହେଲା ଚତୁର୍ଥ ସୃଷ୍ଟି। ସେଠି ଲେଖନ୍ତୁ 4 ନମ୍ବର। ତାପରେ 5 ନମ୍ବର କଣ କହିଲେ? ଯୋଉ ପ୍ରଥମେ ଆସିଥିଲା ଅହଙ୍କାରର ଯୋଉ ସାତ୍ବିକ ଅହଙ୍କାର, ମନ ଏବଂ 10ଟି ଇନ୍ଦ୍ରିୟ ଅଧିଷ୍ଠିତ ଦେବତା, ଇଏ ହେଲେ ପଞ୍ଚମ ସୃଷ୍ଟି। ଯୋଉ ଚାର୍ଟ କରିଥିଲେ ନା, ସେଇଠି ନମ୍ବରିଂ କଲେ ଆପଣ ବୁଝିବାକୁ ସୁବିଧା ହବ। ମାନେ এই ଯୋଉ ନମ୍ବରିଂ କରିଦେଲେ ପଞ୍ଚମ ସୃଷ୍ଟି। ଏବଂ ଷଷ୍ଠ ସୃଷ୍ଟି କଣ? ତାମସିକର ଆଉ ଗୋଟେ ପାର୍ଟ ଥିଲା ଅଜ୍ଞାନ, ତାମସିକ ଅହଙ୍କାର ବା ଜୀବ ମୋହିନୀ, ଜୀବକୁ ଯୋଉଟା ମୋହ କରେ ବା ଜୀବକୁ ଯିଏ ଅଜ୍ଞାନ ପକରେ ରଖନ୍ତି, ସେଇଟା ହେଲା 6 ନମ୍ବର ସୃଷ୍ଟି। ଏଇ 6ଟା ବୁଝିଗଲେ ଏଇ 6 ପ୍ରକାର ସୃଷ୍ଟି କି, ୟା ପରେ ଆଉ 3ଟା ସୃଷ୍ଟି ୟା ପରେ ଆସିବ ବୁଝା। ତ ପ୍ରଥମ 5ଟି ସୃଷ୍ଟିକୁ ପ୍ରାଧାନିକ ବା ପ୍ରଧାନରୁ ସୃଷ୍ଟି କରେ। ଏ ଯୋଉ 1ରୁ 5 ପର୍ଯ୍ୟନ୍ତ। ଦଣ୍ଡ ପ୍ରଣାମ ପ୍ରଭୁଜୀ। ପଞ୍ଚମଟା କଣ କହିଲେ? ଅଜ୍ଞାନ ଯେଟା ନାଇଁ ସୃଷ୍ଟି। ପଞ୍ଚମଟା ହଉଛି ମନ ଏବଂ 10ଟି ଦେବତା। ସାତ୍ବିକ ଅହଙ୍କାର ଯୋଉ ଆସିଲା, ସାତ୍ବିକ ଅହଙ୍କାର ତରଫକୁ ଯୋଉ ମନ ଏବଂ 10 ଜଣ ଦେବତା, 10 ଜଣ ଇନ୍ଦ୍ରିୟଙ୍କର ଅଧିଷ୍ଠିତ ଦେବତା, ଏଇମାନଙ୍କ ସୃଷ୍ଟି ହଉଛି ପଞ୍ଚମ ସୃଷ୍ଟି।
ଆଉ ଷଷ୍ଠ ଷଷ୍ଠ ହଉଛି ଯୋଉ ଅହଙ୍କାରକୁ 3 ଭାଗ କରିଥିଲେ, ଲାଷ୍ଟ ଥିଲା ତାମସିକ ଅହଙ୍କାର। ସେ ତାମସିକ ଅହଙ୍କାର 2 ଭାଗ ହେଇଥିଲା। ତ ଗୋଟେ ଭାଗ ହଉଛନ୍ତି ଅଜ୍ଞାନ ବା ଜୀବ ମୋହିନୀ ଶକ୍ତି, ସେଇଟା। ପ୍ରଥମ 5 ସୃଷ୍ଟିକୁ ପ୍ରାଧାନିକ ବା ପ୍ରଧାନରୁ ସୃଷ୍ଟି ହୁଏ। ବିଶେଷ ଭାବରେ ପ୍ରଧାନ, ଅବିଦ୍ୟା ଓ ବିଦ୍ୟା, এই 3ଟି ମାୟାର ବୃତ୍ତି। ଏ ପ୍ରଧାନ ଦ୍ୱାରା ମହତ୍ତତ୍ଵ ପୃଥିବୀ ପର୍ଯ୍ୟନ୍ତ ସୃଷ୍ଟି ହୁଏ, ଯାହା ଦ୍ୱାରା ଜୀବର ସମଷ୍ଟି, ବ୍ୟଷ୍ଟି, ରୂପ, ସ୍ଥୂଳ, ସୂକ୍ଷ୍ମ ଉପାଧି ସବୁ ଉତ୍ପନ୍ନ ହୁଏ। ଏ ପ୍ରଧାନ ଦ୍ୱାରା ହିଁ ଜୀବର ସମଷ୍ଟି, ବ୍ୟଷ୍ଟି ବା ସ୍ଥୂଳ, ସୂକ୍ଷ୍ମ ସବୁ ଉପାଧି ସବୁ ଉତ୍ପନ୍ନ ହୁଏ। ତାପରେ 6 ନମ୍ବରଟା ହଉଛି ଯୋଉଟା ଜୀବ ମୋହିନୀ ଶକ୍ତି, ଅଜ୍ଞାନ। ଏ ଜୀବ ମୋହିନୀ ଶକ୍ତି ବା ଅବିଦ୍ୟା ଦ୍ୱାରା ଜୀବ ସମ୍ବନ୍ଧୀୟ ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶ, ଏ 5 ପ୍ରକାର ଅଜ୍ଞାନ ସୃଷ୍ଟି ହୁଏ। এই 6 নম্বর ଯୋଉ ଅଜ୍ଞାନ ଦ୍ୱାରା ବା ଜୀବ ମୋହିନୀ ଶକ୍ତି ଦ୍ୱାରା ଯୋଉ ଜୀବର 5 ପ୍ରକାର ଅଜ୍ଞାନ, ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶ। ଅଭିନିବେଶ ବା ତମ ବ୍ରାକେଟରେ ଲେଖିପାରିବେ। ଏସବୁ ଜୀବ ମୋହିନୀ ଶକ୍ତି ବା ଅଜ୍ଞାନ ଦ୍ୱାରା ସୃଷ୍ଟି ହୁଏ। ଏଠାର ଏଇ ହଉଛି 6 নম্বর ସୃଷ୍ଟି। ଏବେ ଶୋକ 18 ପଢୁ। ଆଚ୍ଛା, ଶୋକ 17 ସେକେଣ୍ଡ ପାରାଗ୍ରାଫ ଦେଖନ୍ତୁ। ଅବିଦ୍ୟା ନାମକ ଭଗବତ ଶକ୍ତି ବଦ୍ଧ ଜୀବ ମାନଙ୍କର ଭ୍ରମ ଉତ୍ପାଦନ କରାଏ। ଭୂତ ପ୍ରକୃତିକୁ ଅବିଦ୍ୟା କୁହାଯାଏ। କିନ୍ତୁ ଶୁଦ୍ଧ ଭକ୍ତି ଆଚରଣ କରୁଥିବା ଭକ୍ତ ମାନଙ୍କ ପକ୍ଷରେ ସେ ଶକ୍ତି ବିଦ୍ୟା ବା ଶୁଦ୍ଧ ଜ୍ଞାନ ହୋଇଯାଏ। କେତେ ଡିଫରେନ୍ସ ଦେଖିଲେ ତ? ଜଣେ ବଦ୍ଧ ଜୀବ ପାଖରେ ସେଟା ଅଜ୍ଞାନ ବା ଅବିଦ୍ୟା, କିନ୍ତୁ ଜଣେ ଭକ୍ତ ପାଖରେ ସେଇ ଅବିଦ୍ୟାଟା ଶୁଦ୍ଧ ଜ୍ଞାନ ହୋଇଯାଏ ବା ବିଦ୍ୟା ହୋଇଯାଏ। ହରେ କୃଷ୍ଣ, ଜଗଜ୍ଜନନୀ ମା କୁହନ୍ତୁ। ଅନମ୍ୟୁଟ କରି କୁହନ୍ତୁ ନା। सॉरी प्रभु जी बाय मिस्टेकली हे जाउछि सेटा, मतलब मोबाइल रो कौन प्रॉब्लम अछि। এবং সেই সেম ପାରାଗ୍ରାଫର ତା ଟିକେ ତଳକୁ ଭୂତ ପ୍ରକୃତି 3ଟି ପର୍ଯ୍ୟାୟରେ କ୍ରିୟା କରୁଥିବା ଭଳି ପ୍ରତୀତ ହୁଏ। ଭୌତିକ ଜଗତର ସୃଜନୀ କ୍ରିୟା ରୂପେ, ଅବିଦ୍ୟା ରୂପେ, ଜ୍ଞାନ ରୂପେ। ଏବଂ ଲାଷ୍ଟ କହୁଛନ୍ତି ଅବିଦ୍ୟା ବା ଅନ୍ଧକାରର ପ୍ରଭାବ ଯୋଗୁଁ ବଦ୍ଧ ଜୀବ ଭଗବାନଙ୍କ ସହିତ ଥିବା ତାର ସମ୍ବନ୍ଧକୁ ଭୁଲିଯାଏ। ଏଇଟା ତ ସମସ୍ତେ ଜାଣିଛନ୍ତି ଆପଣ। ଜୀବକୁ ଭଗବନ୍ଧନ ପକାଏ। ଏଇ ପ୍ରକୃତି କଣ କିଏ ପକାଏ? ଏଇ ଯୋଉ 5 ପ୍ରକାର ଅବିଦ୍ୟା, ଏଇଠି ବି ନାଁ ଦେଇଛନ୍ତି। ରାଗ, ଦ୍ୱେଷ, ଅହଙ୍କାର, ଗର୍ବ ବା ଅଜ୍ଞତା। ସେଇଟା ଶାସ୍ତ୍ରୀୟ ମାନେ ଆଧ୍ୟାତ୍ମିକ ଯୋଉ ଇଏ ୱାର୍ଡରେ ମାନେ ରାଗ, ଦ୍ୱେଷ, ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶ। এই ହେଲା 5 ପ୍ରକାର। ଏବେ 18 নম্বর ଶ୍ଲୋକ। ଏବେ এই 4ଟା ବୁଝିପାରିଲେ ତ? କିଏ ଜଣେ ଏକ୍ସପର୍ଟ ଭକ୍ତ ଚାର୍ଟ କରି ଗ୍ରୁପରେ ସେୟାର କରିବେ। ମୋର ତ ହ୍ୟାଣ୍ଡ ରାଇଟିଂ ଏତେ ଭଲ ନାହିଁ, ନହେଲେ ମୁଁ ବି ସେୟାର କରିବି, କିଛି ଅସୁବିଧା। ମୁଁ ତ ଲେଖିଛି ଖାତାରେ, କିନ୍ତୁ ମୁଁ ଯେମିତି ଲେଖିଛି ଆପଣ ମାନେ ବୁଝିପାରିବେନି, ଆଉଥରେ ଭଲକି ଲେଖିବା ପାଇଁ ପଡିବ। ଆପଣ ଦିଅନ୍ତୁ, ଆମେ ତାକୁ ଦେଖିକିରି ତାକୁ ଠିକ ଭାବରେ ବାଗେଇଦବୁ। ମୁଁ ଯାହା ଲେଖିଛି ସେଇଟାକୁ ଯଦି ମୁଁ ଯାହା ଲେଖିଛି ସେଇଟାକୁ ଯଦି ଆଜି ବି ଫଟୋ ଉଠେଇ ପଠେଇଦେବି, ମୁଁ ଯାହା ଏବେ କହିଲି ଆପଣମାନଙ୍କୁ, ଆପଣ ମାନେ ଧରି ପାରିବେନି। ଆଜ୍ଞା, ଗୋଟେ ଗ୍ରାଫ ଦେଇ ଦିଅନ୍ତୁ, ତାକୁ ଆମେ ପଢିକି ବହିଟାକୁ ଆପଣଙ୍କ ସେ ଠିକ ଚାର୍ଟକୁ ଅଛି, ଦେଖିକି ଠିକ ଅଛି। ବୁଝିପାରିବୁ। 18 নম্বর পড়িবা। শরীরে প্রাকৃত সর্গা বৈকৃতা নপিমে শুণু রজ ভাজ ভগবত লীলেয়ং হরি মেধস। উপর ବର୍ଣ୍ଣିତ ସମସ୍ତ ସୃଷ୍ଟି ଭଗବାନଙ୍କର ବହିରଙ୍ଗା ଶକ୍ତି ଜାତ ବୋଲି ପ୍ରାକୃତ ସୃଷ୍ଟି। ବର୍ତ୍ତମାନ ମୋ ଠାରୁ ବ୍ରହ୍ମାଙ୍କ ଦ୍ୱାରା ଏବେ ଆମେ ଯୋଉ 6 ପ୍ରକାର ସୃଷ୍ଟି ଶୁଣିଲେ, ଇଏ ସବୁ ପ୍ରାକୃତ ସୃଷ୍ଟି। ଭଗବାନଙ୍କର ବହିରଙ୍ଗା ଶକ୍ତି ମାନେ ମାୟା ଶକ୍ତି ଦ୍ୱାରା ସେ ସୃଷ୍ଟି। ବର୍ତ୍ତମାନ ମୋ ଠାରୁ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି। ଆମେ ଯୋଉ ପଢିଥିଲେ କେତେ নম্বর ଶ୍ଲୋକ? ପ୍ରଥମ ଶ୍ଲୋକ, ଦ୍ୱିତୀୟ ଶ୍ଲୋକ। ସ୍ୱର୍ଗ ବିସର୍ଗ, ଭଗବାନଙ୍କ ଦ୍ୱାରା ସୃଷ୍ଟିକୁ ସ୍ୱର୍ଗ ଏବଂ ବ୍ରହ୍ମାଙ୍କର ସୃଷ୍ଟିକୁ ବିସର୍ଗ କୁହାଯାଏ। ତ ଏବେ ବିସର୍ଗ ଆସିବ। ବର୍ତ୍ତମାନ ସୁଦ୍ଧା ଭଗବାନଙ୍କ ସୃଷ୍ଟି ଥିଲା,
ଭଗବାନଙ୍କର ବହିରଙ୍ଗା ମା ଶକ୍ତି ମାୟା ଦ୍ୱାରା ସୃଷ୍ଟି। ଏବେ ବ୍ରହ୍ମା ନିଜେ ସୃଷ୍ଟି କରିବେ। ଏଇ ସମୟରେ କଣ କହୁଛନ୍ତି, ଶ୍ରୀ ବ୍ରହ୍ମାଜୀ ହେଉଛନ୍ତି ରଜଗୁଣର ଅବତାର ଏବଂ ତାଙ୍କର ସୃଷ୍ଟି ସମ୍ବନ୍ଧରେ ଭଗବାନଙ୍କର ମେଧାତୁଲ୍ୟ ମେଧା ଅଛି ସୃଷ୍ଟି ସମ୍ବନ୍ଧରେ। ଯେହେତୁ ରଜଗୁଣର ଅବତାର ତଥାପି ଭଗବାନଙ୍କ କୃପାରୁ ଭଗବାନ ବ୍ରହ୍ମା ମଧ୍ୟ ନିଜେ ସୃଷ୍ଟି କରିପାରନ୍ତି, ଏ କଥା କହୁଛନ୍ତି। ବ୍ରହ୍ମାଙ୍କର ସୃଷ୍ଟିକୁ ଭଗବାନଙ୍କ ସୃଷ୍ଟି ସମ୍ବନ୍ଧରେ ତାଙ୍କର ସୃଷ୍ଟି ସମ୍ବନ୍ଧରେ ଭଗବାନଙ୍କର ମେଧାତୁଲ୍ୟ ମେଧା ଅଛି। ହଁ, ଏଇଟା ସ୍ୱାଭାବିକ କଥା। ମେଧାତୁଲ୍ୟ ମାନେ ଯୋଉ ପାରଦର୍ଶିତା, ଯୋଉ ମାନେ କିଛି କରିବାର, ଯୋଉ ଭଗବାନ ଯେମିତି ସୃଷ୍ଟି କଲେ ବ୍ରହ୍ମା ବି ସେମିତି ସୃଷ୍ଟି କରିପାରିବେ। କେମିତି ଆସୁଛି, ଯେମିତି ଗୋଟେ ଚୁମ୍ବକ ସହିତ ଘଷି ହେଇ ଲୁହାଟା ବି ଚୁମ୍ବକୀୟ ଶକ୍ତି ଧାରଣ କରୁଛି, ବା ଗୁରୁ ପରମ୍ପରାରେ ଆସୁଥିବା ଭକ୍ତ ମାନେ ପ୍ରଚାର କରି ଜଣେ ବୋଧେ ଯୋଉ ଭକ୍ତରେ ପରିଣତ କରିଦଉଛନ୍ତି। କଣ ପାଇଁ ନା, ଯେହେତୁ ସେ ଭକ୍ତ ତାଙ୍କର ଗୁରୁ ମୁଖ ନିଶ୍ଚିତ ଦିବ୍ୟ ଜ୍ଞାନ ଶ୍ରବଣ କରି ବା ଗୀତା ଭାଗବତ ପଢି ସେଇ ଜ୍ଞାନରେ ସେ ଜ୍ଞାନକୁ ଧାରଣ କରିବା ପାଇଁ ପ୍ରୟାସ କରିଛନ୍ତି ବା ଧାରଣ କରିଛନ୍ତି। ସେ ଜ୍ଞାନ ସେଇ ଗୁରୁ ଉପଦେଶ ମାଧ୍ୟମରେ ଆଉ ଜଣେ ବୋଧେ ଯୁବକ ସେ ଭକ୍ତ କରୁଛି। ଆପଣ ଜଣେ ନୂଆ ଭକ୍ତ କେମିତି କରୁଛନ୍ତି? ଆପଣ କଣ କିଛି ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି ନା କଣ? ଯାହା ଆମର ଗୁରୁ ଆଚାର୍ଯ୍ୟ କହିଛନ୍ତି ଆମେ ଶୁଣିଲେ ସେ କଥା କହିଲେ, ଠିକ ସେଇଭଳିଆ। ତ ଯେହେତୁ ଗୁରୁଦେବଙ୍କ କୃପାରୁ ଆମେ ମାନେ ବଳବାନ, ତ ଭଗବାନଙ୍କ କୃପାରୁ ବ୍ରହ୍ମା ବଳବାନ, ଭଗବାନଙ୍କ ଶକ୍ତି କିଛି ଭଗବାନ ବ୍ରହ୍ମା ପାଖକୁ ଆସିଛି। 19 ନମ୍ବର ସପ୍ତମ ମୁଖ୍ୟ ସ୍ୱର୍ଗସ୍ତୁ ଷଡ଼ଭିଧସ୍ତୁ ସାଂସଦ ବନସ୍ପତି ଔଷଧି ଲତା ତ୍ୱକ୍ସାରା ବିରୁଦ୍ଧୋ ଧ୍ରୁମା। ଏଟା ହେଲା ସପ୍ତମ ସୃଷ୍ଟି। 9 ପ୍ରକାର ସୃଷ୍ଟିରୁ 6ଟା ଗଲା, ଏ 6ଟା ହେଲା ସ୍ୱର୍ଗ। ଏବେ ବିସର୍ଗ ବ୍ରହ୍ମାଙ୍କ ସୃଷ୍ଟି ଆସିଲା 3ଟା, 7, 8, 9। ଏ ପ୍ରଥମ କହୁଛନ୍ତି କଣ, ସ୍ଥାବର ମାନଙ୍କ ଯୋଉ ସୃଷ୍ଟି ତାହା ହେଲା ସପ୍ତମ ସୃଷ୍ଟି। ଏ ସ୍ଥାବର ସୃଷ୍ଟି 6 ପ୍ରକାର। ଲେଖିବେ, ସ୍ଥାବର ମାନଙ୍କ ସୃଷ୍ଟି ହଉଛି ସପ୍ତମ ସୃଷ୍ଟି। ଏ ସ୍ଥାବର ସୃଷ୍ଟି 6 ପ୍ରକାର। କଣ କଣ? ବନସ୍ପତି ଅର୍ଥାତ୍ ପୁଷ୍ପ ବିନା ଫଳବାନ ବୃକ୍ଷ, ଔଷଧି ଅର୍ଥାତ୍ ଯେଉଁ ସବୁ ବୃକ୍ଷ ଫଳ ପାଚିଲେ ମରିଯାଏ, ଲତା ଯେଉଁମାନେ ଆରୋହଣ ନିମିତ୍ତ ଆଶ୍ରୟ ଅପେକ୍ଷା କରିଥାନ୍ତି, ତ୍ୱକ୍ସାର ବେଣୁ ଇତ୍ୟାଦି। ବିରୁଦ୍ଧ ଏକ ପ୍ରକାର ଲତା କିନ୍ତୁ କାଠିନ୍ୟ ହେତୁ ଆରୋହଣ ନିମିତ୍ତ ଆଶ୍ରୟ ଅପେକ୍ଷା କରନ୍ତି ନାହିଁ। ଏବଂ ଲାଷ୍ଟ କହୁଛନ୍ତି ଧ୍ରୁମ, ଯେଉଁ ବୃକ୍ଷଗଣ ପୁଷ୍ପ ଧାରଣ କରି ଫଳବାନ ହୁଅନ୍ତି। ଏହିପରି ଭାବରେ ସପ୍ତମ ସୃଷ୍ଟି 6 ପ୍ରକାର। ଏଟା ତ ଏକଦମ ପ୍ରାଞ୍ଜଳ ଭାବରେ ବୁଝେଇଦେବ, କିଛି ଆଉ ଆବଶ୍ୟକ ନାହିଁ। ହଉଛି ଯୋଉ ତ୍ୱକ୍ସାର ବେଣୁ ବୃକ୍ଷାଦି ଏଗୁଡା କଣ? ଏଇଟା କୋଉ ଗଛ ଗୁଡାକ? ତ୍ୱକ୍ସାର ବେଣୁ ବୃକ୍ଷାଦି, ବିରୁଦ୍ଧ, ଏଇ 2ଟା କଥା। ବେଣୁ ଲତା ଆପଣ ଜାଣିନାହାନ୍ତି ନା? ଗାଁରେ ରହିଲେ ସିନା ଜାଣିବେ। ବେଣୁ ଲତା ଯୋଉ ବୁଦା ହେଇ ଯୋଉ ଗଛ, ଘାସ ଗଛଟା କହୁଛନ୍ତି, ଘାସ ଗଛ ଯୋଉ ବାଉଁଶ ଘାସ ଗଛ। ହଁ, ବାଉଁଶ ବାଉଁଶ ଗଛ ବି ହବ, ବାଉଁଶ ବି ଆସିବ। ଆଉ ଅଲଗା ଯୋଉ ବେଣା ଯୋଉ କଣ ତା କାଇଁଶ ଗଛ ଯୋଉ ତିଆରି କରନ୍ତି ସବୁ ଲଗାଉଛନ୍ତି, ଇଏ ଥଣ୍ଡା ପବନ ହବା ପାଇଁ ବେଣା ଚରସି। ବେଣୁ ଆପଣଙ୍କର ଏଥିରେ ଅଭିଧାନଗତ ଏଥିରେ ଦଉଛନ୍ତି ପ୍ରଭୁଜୀ, ଆମର ଏଇ ବାଉଁଶ ଗଛ। ଆପଣ ମାନେ ଏଗୁଡା ସବୁ ଦେଖିନେବେ ଆଉ, ଜାଣିଛନ୍ତି ଯିଏ ଜାଣିଛନ୍ତି, ଯିଏ ନ ଜାଣିଛନ୍ତି ଟିକେ ଟିକେ କୋଉଠି ଆମର ଓଡିଆ ଶବ୍ଦକୋଷରେ ଦେଖିନେବେ ଆଉ। ତାପରେ 20 ନମ୍ବରରେ କଣ ଆସୁଛି ଶ୍ଲୋକରେ? ଉତ୍କୃତ ସପ୍ତମ ପ୍ରାୟ ଅନ୍ତଃସ୍ପର୍ଶା ବିଶେଷିଣ। ଏ ସମସ୍ତ ବୃକ୍ଷ ଲତା ଆଦି ସ୍ଥାବର ଆହାର ଅର୍ଥ, ମାନେ ଏଇ ଯୋଉ ସପ୍ତମ ସୃଷ୍ଟି 6 ପ୍ରକାର ମାନଙ୍କ ବିଷୟରେ କହୁଛନ୍ତି। ଏଇ ବୃକ୍ଷ ବା ଲତା ଆଦି ସ୍ଥାବର ମାନେ ଗୋଟେ ଜାଗାରେ ରହିବେ। ଆହାର ଅର୍ଥ ମାନେ ଆହାର ପାଇଁ ଊର୍ଦ୍ଧ୍ୱକୁ ସଞ୍ଚଳ, ଉପରକୁ ଉଠନ୍ତି। ଅବ୍ୟକ୍ତ ଚୈତନ୍ୟ, ଅନ୍ତର ସ୍ପର୍ଶ ଜ୍ଞାନ ବିଶିଷ୍ଟ ଏବଂ ଅବ୍ୟବସ୍ଥିତ ପରିଣାମ ଆଦି ଭେଦରେ ଅନେକ ପ୍ରକାର। ଏଟା ସଂକ୍ଷିପ୍ତରେ 6 ପ୍ରକାର। ତା ଭିତରେ ଅନେକ ପ୍ରକାର ଗଛ ମାନେ ବହୁତ ପ୍ରକାର ଥିବେ, ଅନେକ ପ୍ରକାର ଲେଖିଦେବୁ ସିଧା।
तापर 21 नंबर तिरश्चाम अष्टम स्वर्ग तिरश्चाम अष्टम स्वर्ग अष्टाविंशद्विधो मतः अविदो भूरितमस्र आघ्राण आघ्राणज्ञ हृदय वेदिन तिर्जक प्राणी मानकर सृष्टि अष्टम सृष्टि 8 नंबर सृष्टि लक्षण तिर्जक प्राणी मान से विभिन्न प्रकार केते प्रकार 28 प्रकार अष्टम सृष्टि 28 प्रकार सप्तम सृष्टि है 6 प्रकार अष्टम सृष्टि है 28 प्रकार से अत्यंत अज्ञ भविष्य ज्ञान शून्य एवं आहार आदि कार्य केवल तत्पर से केवल ध्यानेन्द्र द्वारा अभिलषित वस्तु ज्ञान लाभ करते दीर्घ अनुसंधान शून्य अटे ये भावार्थरा जन पढ़ भावार्थ वेदरे निम्न प्राणी ବା ତିର୍ଯ୍ୟକ୍ ଯୋନିର ବର୍ଣ୍ଣନା ନିମ୍ନୋକ୍ତ ମତେ ଦିଆଯାଇଅଛି। ଅଥେତରେଷାଂ ପଶୁନାଂ ଅସନା ପିପାସେବାଭି ବିଜ୍ଞାନଂ ନ ବିଜ୍ଞାତ ବଦନ୍ତି ନ ବିଜ୍ଞାतं ପଶ୍ୟନ୍ତି ନ ବିଦୁଃ ସ୍ୱସ୍ତ୍ୱନଂ ନ ଲୋକା ଲୋକବିତି ଯଦ୍වා ଭୂରିତମସो ବହୁରୁଷः घ्राणनेव जानन्ति हृदयं प्रति स्वप्रिय वस्त्वेव विन्दन्ति भोजन शयनाद्यर्थ गृह्णन्ति। निजतर ବା ଇତର ପ୍ରାଣୀମାନଙ୍କର କେବଳ ସେମାନଙ୍କର କ୍ଷୁଧା ତୃଷ୍ଣାର ଜ୍ଞାନ ଥାଏ। ସେମାନଙ୍କର କୌଣସି ପ୍ରକାର ଲବ୍ଧ ଜ୍ଞାନ ନଥାଏ, ଦୃଷ୍ଟି ନଥାଏ। ସେମାନଙ୍କର ବ୍ୟବହାରରୁ ଜଣାଯାଏ ଯେ ସେମାନେ କୌଣସି ପ୍ରକାର ଲୋକାଚାର ଉପରେ ନିର୍ଭର କରନ୍ତି ନାହିଁ। ସେମାନେ ଅତ୍ୟନ୍ତ ଅଜ୍ଞ। କେବଳ ଆଘ୍ରାଣ ଦ୍ୱାରା ବା ଘ୍ରାଣେନ୍ଦ୍ରିୟ ଦ୍ୱାରା ସେମାନେ ସେମାନଙ୍କର ଇପ୍ସିତ ବସ୍ତୁକୁ ଜାଣିପାରନ୍ତି ଏବଂ କେବଳ ଏ ପ୍ରକାର ବୁଦ୍ଧି ଦ୍ୱାରା ସେମାନେ କଣ ଅନୁକୂଳ ଓ କଣ ପ୍ରତିକୂଳ ଏକଥା ଜାଣିପାରନ୍ତି। ସେମାନଙ୍କର ଜ୍ଞାନ କେବଳ ଭୋଜନ ଓ ଶୟନ ସମ୍ବନ୍ଧୀ ଥାଏ। ତେଣୁ ବ୍ୟାଘ୍ରାଦି ଅତି ହିଂସ୍ର ପ୍ରାଣୀଗଣ ମଧ୍ୟ ରୀତିମତ ଭୋଜନ ଓ ଶୟନର ବ୍ୟବସ୍ଥା ପ୍ରାପ୍ତ ହେଲେ ପୋଷା ମାନିଯାଆନ୍ତି। କେବଳ ସର୍ପଗଣ ଏ ପ୍ରକାର ବ୍ୟବସ୍ଥାରେ ପୋଷା ମାନନ୍ତି ନାହିଁ। ହରେ କୃଷ୍ଣ। धन्यवाद बहुत सुंदर भाव पूरा बुझेदेना से केवल आघ्राण द्वारा मान ज्ञान आहरण कर जापारती खाद्य वस्तु जो खाद्य वस्तु पशु मान सब शुंघिकी कुकुर हेले गाई हेले शुंघिकी जापर यहाँ आम खाद्य कि अखाद्य खाद्य पानी पर सब रुहति एम दरकार आउ किसी दरकार बहुत भविष्य ज्ञान किसी न था प्राणी मान विषय ठीक आलोचना करागला 22 नंबर गौरजो महिष्ण कृष्ण शुकरो गवय गुरु सफा पशवश्चैमे अविरुष्ट सप्तम हे साधु श्रेष्ठ विदुर गो गाधी छाग महिष कृष्णसार मृग शुकर गवय रुरु मृग विशेष गोटे प्रकार मृग सम मेष ओष्ट ये 9 प्रकार पशु तीखरा विशिष्ट जो 28 प्रकार ये जो कहले तीर्जक प्राणी भर किए के प्रकार व्याख्या कर द्विखुरा विशिष्ट ए माने गाई छेली महिषी मृग शुकर मेढा ओट उष्ठ एम सब द्विखुरा विशिष्ट एवं रुरु होचंदी गोटे प्रकार मृग 23 नंबर खर दिखुरा कि चारि खुरा थी 4टा गोड़ अच्छी 4टा खुरा थी दिखुरा गोड़ नुह गोटे गोड़र खुरटा 2 भाग विभक्त होता है दिखुरा हाँ 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 दिखालिया आम गोमाता जो आम पाद देखा गोटे पादर खुराटा 2 भाग विभक्त है ना खर अश्वशतर गौर सरहश्च मरी तथा एते चैक सफा क्षत स्वणु पंच नखान पशु 5 प्रकार 5टी नख थी पशु विषय कह गदर्भ गदर्भ अश्व अश्वतर गौर अश्वतर मान खच्चर पैकेट दिखाई गौर मान मृग विशेष सरभ बाईसन चमरी गाई ये 6 प्रकार पशु एक खुरा विशिष्ट वर्तमान
पंच नख विशिष्ट प्राणी मान एटा एमाने जो एक खुरा विषय घोड़ार गोटे खुरा खच्चर घोड़ा भाया देखा छोट जाति खच्चर गोटे खुरा चमरी गाई भी गोटे खुरा चमरी गाई तो मुझे देखी एमाने सब गोटे एक खुरा प्रथम कहले 2 खुरा कहले 1 खुरा कहते 5 नख श्रुगाल वृक व्याघ्र मार्जर शस सल्लक सिंह कपि गर्ज कुर्म ओधाच मकरादय कुकुर श्रुगाल वृक व्याघ्र बिराड़ी शशक सजारु सिंह बानर हस्ती कच्छप गो साप यही 12 प्रकार प्राणी हेले पंचनख विशिष्ट एमान 5टी नख था 25 नंबर कंक वृध बक श्वेन भास भल्लुक बहिण हंस सारस चक्राह काको लुकादय खगाहा कंक वृद्ध बक श्वेन भास भल्लुक मयूर हंस सारस चक्रवाक और पेचा आदि आकाश पक्षी अटन मकर ठारू आरंभ करी पेचा आदि पर्यंत समस्त गोटे प्रकार गणना अष्टविंश प्रकार तीर्ज सृष्टि जो 28 प्रकार तीर्ज सृष्टि कहले तार जो व्याख्या कले कौन कौन गणिल 28 प्रकार है प्रथम कहले 9 प्रकार दिखुरा 9 है दिखुरा विशिष्ट 9 आ प्रकार कहले 6 प्रकार 1 खुरा 9 6 15 15 पर एठी कहले 12 प्रकार होची 5 नख 15 12 27 27 पर लास्ट भी रहिले गोटे प्रकार 25 नंबर सकर जिते बाकी रही मकर ठार आरंभ कर पेचा आदि जिते समस्त गोटे प्रकार गणना एम सब गोटे प्रकार जाती 9 6 15 12 27 28 ये अष्टम सृष्टि ये है 28 प्रकार 26 नंबर श्लोक अर्वाक्स्तु नवम क्षतरेक विधानुना रज अधिका कर्म परा दुखे च सुखी सुख मानिन एबे आम विषय आसला मनुष्य मनुष्य गोटे एक सृष्टि नवम सृष्टि सृष्टि चक्र रे मानवर स्थान नवम जार गोटे मात्र प्रजाति एवं सेमाने उदर रे खाद्य संचय करी रखती मानव जाति रजगुण प्रधान मानव सर्वदा दुखपूर्ण जीवन में व्यस्त किंतु सेमाने निजको सुख सब क्षेत्र सुखी बोली भावन भावार्थ जन पढ़ पशु मान अपेक्षा पढ़ भावार्थ पशु मान अपेक्षा मानव अधिक परिमाण रजगुण विशिष्ट एवं एहिपरि भावरे मानवर यौन जीवन अधिक अनियमित बा असंजत पशु समाज रे यौन क्रिया निमित्त निर्दिष्ट समय बा काल अछि किंतु ए क्रिया पई मानवर निर्दिष्ट समय नाही भौतिक स्थितिजनित दुखरु मुक्त हेबा निमित्त मानव को उच्चतर चेतना उन्नत चेतना दिया जाई अछि किंतु अज्ञता हेतु से भावे जे जड़ भोगमय जीवन रे उन्नति करिबा निमित्त ए उच्च चेतना हमकु दिया जाई अछि एहिपरि भावरे तार बुद्धि पारमार्थिक अनुभूति लाभ परिवर्ते आहार निद्रा भय और मैथुन रूपक पशु प्रवृत्ति रे विनियुक्त हुए यह बुद्धिर असत प्रयोग अटे जड़ भोगमय जीवन मार्ग रे अग्रगति करिबा द्वारा मानव निजको अधिक दुखमय स्थिति रे पकाए किंतु माया मोहित होई से सर्वदा निजको सुखी बोली भावे एपरिकी दुखपूर्ण स्थिति रे थिले सुद्धा ताहाको सुखकर बोली मने करे पशु माने जो प्राकृतिक आरामदायक जीवन उपभोग करती ताहाठारु मानव जीवन दुख भिन्न अटे ताहाठारु मानव जीवन दुख भिन्न अटे बुझिपारे धन्यवाद प्रभु हरिहर प्रभु आपण सब बुझिपारे तो बहुत सरल भाषा प्रभुपाद कही पूरा स्पष्ट भाव में किसी आलोचना करिया नहीं हरे कृष्ण आज्ञा तो मानव सृष्टि नवम सृष्टि
ଏଟା ବ୍ରହ୍ମାଙ୍କର ଯୋଉ ସୃଷ୍ଟି ଆସିଲା ବିସର୍ଗ 7, 8, 9 ଏ ଲାଷ୍ଟ ସୃଷ୍ଟି ହଉଛି ଭଗବାନ ପ୍ରଥମେ ପ୍ରଥମେ ସେମାନଙ୍କୁ ସୃଷ୍ଟି କଲେ, ତାପରେ ଲାଷ୍ଟ କୁ ମନୁଷ୍ୟ ସୃଷ୍ଟି କଲେ। ମନୁଷ୍ୟକୁ ଭଲ ବୁଦ୍ଧି ଦେଇଛନ୍ତି ଭଗବାନଙ୍କର ସେବା ପାଇଁ, ଭଗବାନଙ୍କର ସେବା ବା ଭଗବାନଙ୍କ ଭକ୍ତି ସାଧନ କରିକି ଏଇ ଯୋଉ ଜଡ ଜଗତରୁ ଉଦ୍ଧାର ହେବା ପାଇଁ। କିନ୍ତୁ ମନୁଷ୍ୟ ତାଙ୍କର ଅଜ୍ଞାନ ଦ୍ଵାରା ସେଇ ଜ୍ଞାନକୁ ଭୋଗରେ ଲଗେଇକି ନିଜର ନଷ୍ଟ ନିଜେ ସାଧନ କରୁଛନ୍ତି। କିନ୍ତୁ ତା ଭିତରେ ବହୁତ ଭଲ ଶୁଦ୍ଧ ମାନେ ଭଲ ଜୀବ ଅଛନ୍ତି ଯୋଉମାନେ ଭଗବାନଙ୍କର ଭକ୍ତି ସାଧନ କରି ଗୁରୁ ବୈରାଗ ବୈଷ୍ଣବ ଚରଣାଶ୍ରୟରେ ନିଜ ଜୀବନର ସଦ୍ଗତି ସାଧନ କରୁଛନ୍ତି। ଯେପରିକି ଆପଣ ମାନେ ସତୀଶ ଭକ୍ତୁତାଶ୍ରୟ ଏ ବୈତେ ବେଦ ସ୍ୱର୍ଗସ୍ୟ ସପ୍ତମ ବୈକାରିକସ୍ତୁ ଯଃ ପ୍ରୋକ୍ତଃ କୌମାରସ୍ତୁ ଭୟାତ୍ମକ। ହେ ବିଦୁର, ଏଇ ଯୋଉ 7, 8, 9 ତ୍ରିବିଧ ସୃଷ୍ଟି, ଦେବଗଣଙ୍କର ସ୍ତୁତି ବୈକୃତିକ ସୃଷ୍ଟି ଅଟେ। ବ୍ରହ୍ମାଙ୍କର ସୃଷ୍ଟିକୁ ବୈକୃତ ସୃଷ୍ଟି ମଧ୍ୟ କୁହାଯାଏ। ଯାହା ପୂର୍ବରୁ କୁହାଯାଇଥିବା ପ୍ରାକୃତ ସୃଷ୍ଟିରୁ ଭିନ୍ନ ଅଟେ। କିନ୍ତୁ ସନତ କୁମାର ଆଦି ସୃଷ୍ଟି ଉଭୟ ପ୍ରାକୃତ ବୈକୃତ, ଯେହେତୁ ସେମାନଙ୍କ ମଧ୍ୟରେ ମନୁଷ୍ୟତ୍ୱ ଓ ଦେବତ୍ୱ ଉଭୟ ହିଁ ବିଦ୍ୟମାନ। ଏଇଠି ସନାତନ 4 କୁମାରଙ୍କୁ ସ୍ପେଶାଲ ଆଣିଲେ ଏଇ ସକାଳ। ନେକ୍ସଟ ଅଧ୍ୟାୟଟା ପୁରା ତାଙ୍କ ଉପରେ ଆଲୋଚନା କରାଯିବ। ପ୍ରଭୁଜୀ 9ଟା ସୃଷ୍ଟି ଭିତରେ ତ ମାନବଟା ଲାଷ୍ଟ ରହିଲା। ପୁଣି ଏଇ ଯୋଉ ଆଜ୍ଞା ସନ କୁମାର ବା ଦେବତା ମାନେ କୋଉଠି ଆସିଲେ? ଆମର ଯୋଉ ରହିଲା ଦିକୁରା ବେକୁରା ପଞ୍ଚନକ ତାପରେ ମାନବ। ହଁ ଏଇଠି ବିଦୁରଙ୍କର ମନରେ ପ୍ରଶ୍ନ ଆସିପାରେ। ବିଦୁର କହିଛନ୍ତି ନା ଯାହା ମୁଁ ପଚାରିଛି କୁହନ୍ତୁ, ଯାହା ନ ପଚାରିଛି ବି କୁହନ୍ତୁ। ତାଙ୍କ ମନରେ ପ୍ରଶ୍ନ ଆସିପାରେ ସନତ କୁମାର ତ ମଣିଷ, ତ ସେମାନେ କୋଉ କ୍ୟାଟାଗୋରୀରେ ଯିବେ? ତେଣୁକରି ତାଙ୍କୁ ପଚାରିବା ପୂର୍ବରୁ ଇଏ କହୁଛନ୍ତି ଯେ 7, 8, 9 ତ୍ରିବିଧ ସୃଷ୍ଟି, ତାପରେ ଦେବଗଣଙ୍କର ସ୍ତୁତି ଓ ବୈକୃତିକ ସୃଷ୍ଟି ଅଟେ। ଯାହା ପୂର୍ବରୁ କୁହାଯାଇଥିବା ପ୍ରାକୃତ ସୃଷ୍ଟି ଅଲଗା। କିନ୍ତୁ ସନତ କୁମାର ଆଦି ସୃଷ୍ଟି ବ୍ରହ୍ମା ଆମେ କଣ କହୁଛନ୍ତି ଯେ ଭଗବାନଙ୍କର ସୃଷ୍ଟିକୁ ସ୍ୱର୍ଗ, ବ୍ରହ୍ମାଙ୍କର ସୃଷ୍ଟି ହେଲା ବିସର୍ଗ। ତ ବ୍ରହ୍ମାଙ୍କର ସୃଷ୍ଟି ହେଲେ 4 କୁମାର, ତାମାନେ ସିଏ ସ୍ୱର୍ଗର ବିସର୍ଗରେ ରହିବେ। ମନରେ ପ୍ରଶ୍ନ ଆସିପାରେ ବ୍ରହ୍ମାଙ୍କର ପୁତ୍ର ନା ଚତୁର୍କୁମାର। ତେଣୁକରି ତାଙ୍କର ଏଇ ପ୍ରଶ୍ନକୁ ସଂଶୟକୁ ଦୂର କରିବା ପାଇଁ ମୈତ୍ର ମୁନି ଆଗୁତୁରା କହିଦେଉଛନ୍ତି ଯେ ସନତ କୁମାର ଆଦି ସୃଷ୍ଟି ଉଭୟ ପ୍ରାକୃତ ବୈକୃତ। ମାନେ ସନତ କୁମାରଙ୍କର ସୃଷ୍ଟିଟା ଉଭୟ କ୍ୟାଟାଗୋରୀ ଯାଉଛି। ଯେମିତି ଆପଣ ମାନେ ଜାଣିଥିବେ କିଛି ପ୍ରାଣୀ ସ୍ଥଳଚର ଅଛନ୍ତି, କିଛି ପ୍ରାଣୀ ଜଳଚର ଅଛନ୍ତି, ଆଉ କିଛି ପ୍ରାଣୀ ଉଭୟଚର ଅଛି। ସେମିତି ସନତଙ୍କର ଏଇ ଯୋଉ 4 କୁମାରଙ୍କର ଦୈବିକ ଗୁଣ ମଧ୍ୟ ଅଛି, ଦେବତା ମାନଙ୍କର ଗୁଣ ଏବଂ ମନୁଷ୍ୟ ଗୁଣ। ତେଣୁକରି ସେ ଉଭୟ ତେଣୁ ଯେହେତୁ ସେମାନଙ୍କ ମଧ୍ୟରେ ମନୁଷ୍ୟତ୍ୱ ଦେବତା ଉଭୟ ବିଦ୍ୟମାନ, ତେଣୁକରି ସେମାନେ ଉଭୟ ପ୍ରାକୃତ ଓ ବୈକୃତ। ମାନେ ଭଗବାନଙ୍କ ସୃଷ୍ଟିରେ ବି ଯାଉଛନ୍ତି ଏବଂ ବ୍ରହ୍ମା ସୃଷ୍ଟିରେ ବି ଯାଉଛନ୍ତି। 28, 29। ବ୍ରହ୍ମା ତ ସୃଷ୍ଟି କରନ୍ତି, ପୁଣି ସନତ କୁମାର ଏମାନେ ବି ସୃଷ୍ଟି କରନ୍ତି? ନା ସୃଷ୍ଟି କରନ୍ତିନି। ଏମାନେ ବ୍ରହ୍ମାଙ୍କର ସୃଷ୍ଟି, ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ଏମାନଙ୍କର ଦିବ୍ୟ ଜ୍ଞାନ ଫଳରେ ଏମାନଙ୍କର ଦେବତୁଲ୍ୟ ଜ୍ଞାନ ଅଛି। ତେଣୁକରି ଏମାନେ ଭଗବାନଙ୍କ ସୃଷ୍ଟିରେ ଯାଆନ୍ତି ଓ ବ୍ରହ୍ମା ସୃଷ୍ଟିରେ ଯାଆନ୍ତି। ଏମାନେ ସୃଷ୍ଟି କରିନାହାନ୍ତି। ଦେବ ସ୍ୱର୍ଗଶ୍ଚାଷ୍ଟ ବିଧୋ ବିବୁଧା ପିତର ଅସୁରା ଗନ୍ଧର୍ବା ଅପ୍ସରସଃ ଶ୍ରଦ୍ଧା ଦକ୍ଷ ରାକ୍ଷାଂସୀ ଚାରଣା ଭୂତ ପ୍ରେତ ପିଶାଚାଶ୍ଚ ବିଦ୍ୟାଧ୍ରା କିନାରାଦୟ ଦଶୈତେ ବିଦୁରା ଆଖ୍ୟାତ ସ୍ୱର୍ଗାସ୍ତେ ବିଶ୍ୱସୃକ୍ ଉକ୍ତଃ। ବୈକାରିକ ଦେବତା ସୃଷ୍ଟି 8 ପ୍ରକାର। ଏ ଯୋଉ ଦେବତା ମାନଙ୍କର ଯୋଉ ସୃଷ୍ଟି ହେଲା ବୈକାରିକ ଦେବତା ସୃଷ୍ଟି 8 ପ୍ରକାର ଦେବତା। କଣ? ଦେବତା, ପିତୃପୁରୁଷ, ଅସୁର, ଗନ୍ଧର୍ବ, ଅପ୍ସରା, ଯକ୍ଷ, ରାକ୍ଷସ, ସିଦ୍ଧ, ଚାରଣ, ବିଦ୍ୟାଧର, ଭୂତ, ପ୍ରେତ, ପିଶାଚ, କିନ୍ନର, କିଂ ପୁରୁଷ, ଏସବୁର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଦ୍ୱାରା। ସେମାନେ ସବୁ ବ୍ରହ୍ମାଙ୍କ ଦ୍ୱାରା ମଧ୍ୟ ସୃଷ୍ଟି। ଏ ଭାବatra ଜଣେ ପଢନ୍ତୁ। ଶ୍ରୀମଦ୍ ଭାଗବତମ୍ 2ୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ସିଦ୍ଧଗଣ ସିଦ୍ଧ ଲୋକର ଅଧିବାସୀ। ସେମାନେ ବିନା ଯାନରେ ଅନ୍ତରିକ୍ଷରେ ଭ୍ରମଣ କରନ୍ତି।
ସେମାନେ ଇଚ୍ଛା କରିବା ମାତ୍ରେ ଗୋଟିଏ ଲୋକରୁ ଅନ୍ୟ ଲୋକକୁ ଅନାୟାସରେ ଯାତ୍ରା କରିପାରନ୍ତି। ତେଣୁ ଉଚ୍ଚ ଲୋକର ଅଧିବାସୀଗଣ ଏ ପୃଥିବୀର ଅଧିବାସୀଗଣଙ୍କ ଠାରୁ କଳା, ବିଜ୍ଞାନ ଓ ସଂସ୍କୃତି ଆଦି ସବୁ ଦିଗରେ ଅଧିକ ଉନ୍ନତ। ସେମାନଙ୍କର ମସ୍ତିଷ୍କ ମାନବ ଶକ୍ତି ଠାରୁ ଅଧିକ ଉନ୍ନତ ମାନର ହୋଇଥିବାରୁ ସେମାନେ ଏ ପୃଥିବୀର ମାନବମାନଙ୍କ ଠାରୁ ସବୁ ଦିଗରୁ ଉନ୍ନତତର। ଏଠାରେ ଏ ଶ୍ଲୋକରେ ଭୂତ, ପ୍ରେତ ଓ ପିଶାଚ ମାନଙ୍କ କଥା ମଧ୍ୟ କୁହାଯାଇଛି। ତାହା ଦେବ ପର୍ଯ୍ୟାଭୁକ୍ତ ଅଟେ, କାରଣ ମାନବ ମାନଙ୍କ ପକ୍ଷରେ ଯାହା ଅସମ୍ଭବ ଥିବା କାର୍ଯ୍ୟକଳାପ ସେମାନେ କରିବାକୁ ସକ୍ଷମ ହୁଅନ୍ତି। ଭାବୁଛି ପିଶାଚ ମାନେ କେମିତି ଦେବ ପର୍ଯ୍ୟାଭୁକ୍ତ ହେଲେ? ଭୂତ, ପ୍ରେତ, ପିଶାଚ ନା କିନ୍ତୁ ଅସମ୍ଭବ କାର୍ଯ୍ୟ କରୁଛନ୍ତି ବୋଲି। ହଁ, ଏଇଥିପାଇଁ ପ୍ରବାଦ କହୁଛନ୍ତି ବା ସେମାନେ ମନୁଷ୍ୟ ମାନେ ଯୋଉ କାମ ନ କରିପାରୁଛନ୍ତି ସେମାନେ କରିପାରୁଛନ୍ତି। ଆମେ ଉଡି ପାରୁନାହାନ୍ତି, ସେ ଉଡୁଛନ୍ତି। ହଁ, ସେ ସିଦ୍ଧତା ପ୍ରାପ୍ତ ହେଇଛନ୍ତି ବହୁତ, ଆଉ କିନ୍ତୁ ଆମେ ସେ ସିଦ୍ଧତା ପାଇନା। ହରେ କୃଷ୍ଣ। ତାହେଲେ ଦଣ୍ଡବତ ପ୍ରଣାମ। ମନୁଷ୍ୟ ଜନ୍ମକୁ ଦୁର୍ଲଭ କାହିଁକି କୁହାଯାଇଛି? ମନୁଷ୍ୟ ଜନ୍ମ ଦୁର୍ଲଭ ଏଇଥିପାଇଁ, ଏଇ ଜନ୍ମ ଦ୍ଵାରା ଆମେ ଭଗବାନଙ୍କ ଭକ୍ତି ସାଧନ କରୁଛେ ନା, ଅଲଗା କୋଉ ଶରୀର ଦ୍ଵାରା କରିପାରିବାନି। ଆମର ଏଇ ଯୋଉ ଟିକେ ପୂର୍ବରୁ ଆମେ ପଢିଲେ ନା, ଯୋଉ ଚେତନା ବା ଜ୍ଞାନ ଦିଆଯାଇଛି ଭଗବାନଙ୍କର ଭକ୍ତି କରିବା ପାଇଁ, କିନ୍ତୁ ମନୁଷ୍ୟ ତାର ଅଜ୍ଞାନ ଦ୍ଵାରା ଏଇ ଚେତନା ବା ଜ୍ଞାନକୁ ତାର ଉପଭୋଗ ନିମିତ୍ତ ପ୍ରୟୋଜନ ମାନେ ଲଗାଉଛି। ଅଲଗା ଶରୀର ମାନଙ୍କର, ଅଲଗା ଯୋନି ମାନଙ୍କର ଏଇ ଜ୍ଞାନ ନାହିଁ ନା। ସେମାନଙ୍କର କଣ ଜ୍ଞାନ ଅଛି କି କଣ କଲେ ଖରାପ, କଣ କଲେ ଭଲ? ଆମକୁ ଯୋଉ ଚେତନା ଦେଇଛି ଦେବତା ମାନଙ୍କ ପାଖରେ ବି ତ ସେଇ ଆହୁରି ଉଚ୍ଚତର ଚେତନା ଥିବ ନା। ସେ ଯେହେତୁ ଆମଠୁ ଉଚ୍ଚତର ଉଚ୍ଚ ସ୍ଥାନ ରହିଛନ୍ତି, ତାଙ୍କ ପାଖେ ବି ଚେତନା ରହିଥିବ ନା? ତାଙ୍କ ପାଖେ ଚେତନା ନାହିଁ, ଆମରି ପାଖରେ ରହିଛି। ହଁ, ନା ନା, ତାଙ୍କର ଆମର ଅଛି ନା ଯୋଉ କ୍ୟାଟାଗୋରୀ। ମନୁଷ୍ୟ ହଉଛି 50ଟି ଦିବ୍ୟ ଗୁଣର ଅଧିକାରୀ। ହଁ, ସେଟା ଆମେ ଜାଣିଛେ। ହଁ, ଦେବତା ମାନେ ଶୁଭୁନି ଟିକେ। ଦେଇଛି ଦେବତା ମାନଙ୍କ ପାଖେ ଚେତନା ଥିବ, ଭଗବାନ ଦେଇଛନ୍ତି ଚେତନା। ସେମିତି ଅନ୍ୟମାନଙ୍କୁ ବି ଯୋଉ ଦେବତା ମାନଙ୍କ ପାଖରେ ବି ଚେତନା ଥିବ ନା। ହଁ, ଦେବତାଙ୍କର ଚେତନା ଦିବ୍ୟ ଚେତନା ନା, ମନୁଷ୍ୟ ଠାରୁ ଉନ୍ନତ ଚେତନା ନା। ସେମାନେ ହଁ, କଣ କେବେ ତାହେଲେ ସେ ଯୋନିରେ ମୁଁ କହିବା କଥା, ସେଇ ଯୋନିରେ ଭଗବାନଙ୍କର ସେମାନେ ବିରୁଦ୍ଧ କାର୍ଯ୍ୟ ଭଗବାନଙ୍କୁ କାହିଁ କରନ୍ତି? ପାଇବେନି? ଆଜ୍ଞା, ମୋ କହିବା କଥା କଣ ସେମାନେ କହିଲେ? କାହିଁକି ସେଇ ଯୋନିରେ ଭଗବାନଙ୍କୁ ପ୍ରାପ୍ତ ହେଇପାରନ୍ତିନି? ସେମାନେ ବି ଚାହାନ୍ତି କୋଉମାନେ ଆମେ ମାନବ ଦେବତା ମାନେ? ଜନ୍ମକି ଯିବୁ, କାହିଁକି? ଆଜ୍ଞା, ଦେବତା ମାନେ ଭଗବାନଙ୍କର ଭକ୍ତ, ସେମାନେ ଭଗବାନଙ୍କର ସେବାରେ ନିଯୁକ୍ତ ଅଛନ୍ତି ନା। ସବୁ ଦେବତା ମାନେ, କୋଉ ଦେବତା ଖାଲି ବସିଛନ୍ତି କହୁନା? ହଁ, ସେଇପାଇଁ ସେମାନେ ଦେବତା ହେଲେ। ସେମାନେ ଆଜ୍ଞା, ଆମଠୁ ଉନ୍ନତ, ହୁଁ, କିନ୍ତୁ ସେମାନଙ୍କର ଭକ୍ତିର ସକାମ। ଓ ଭକ୍ତିରେ ସକାମ ହେଇଯାଉଛି ସେମାନଙ୍କର। ହଁ, ସକାମ ଭକ୍ତି, ଓହୋ, ନିଷ୍କାମ ଭକ୍ତି ନୁହଁ। କଣ ପାଇଁ? ଇନ୍ଦ୍ର ଭକ୍ତି ଓହୋ, କରୁଛି, ଭଗବାନଙ୍କର ଆଦେଶ ପାଳନ କରୁଛନ୍ତି, କିନ୍ତୁ ତା ରାଜ ଆଜ୍ଞା, ସିଂହାସନ ରାଜା ହେଇକି ବସିବା ପାଇଁ। ଆଜ୍ଞା, ଆଜ୍ଞା, ଇନ୍ଦ୍ର ଆଜ୍ଞା, ଚାହୁଁନି ମୁଁ ଭକ୍ତି କରି ଭଗବାନ ଧାମ ଯିବି। ହୁଁ, ଇନ୍ଦ୍ର ସବୁବେଳେ ଚାହୁଁଛି ମୋର ଏଇଠି ଏଇ ଇନ୍ଦ୍ର ଲୋକରେ ମୁଁ ଇନ୍ଦ୍ର ରାଜା ହେଇକି ମୋର ଭୋଗ କରି ରହିବି। ହରେ କୃଷ୍ଣ। ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ ପ୍ରଣାମ। ଆଜ୍ଞା। ପ୍ରଭୁଜି ଟିକେ ଜାଣିବି ଟିକେ, ଏଇ ଯେ ପ୍ରଭୁପାଦଙ୍କର ତ ପ୍ରଭୁଜି ଦିଆହେଇଛି, ପ୍ରଭୁପାଦ ଗୋଟେ ଏଥିରେ ଦେଇଛନ୍ତି, ଇଏ ଚେତନା ହଉଛି 5 ପ୍ରକାର। ଗୋଟେ ହେଲା ଆଚ୍ଛାଦିତ, ଗୋଟେ ସଂକୁଚିତ, ଆଉ ଗୋଟେ ଦେଲେ ସଂକୁଚିତ ପରେ ମୁକୁଳିତ ପରେ ବିକଶିତ, ତାପରେ ପୂର୍ଣ୍ଣ ବିକଶିତ। ପୂର୍ଣ୍ଣ ବିକାଶ। ଏଟା 5 ଦେଲେ। ଏଇ ମାନେ ମଣିଷ ସେଠି ଦେଇଛନ୍ତି ପ୍ରଭୁପାଦ ଯେ ମଣିଷର ଚେତନା 5 ପ୍ରକାର ଚେତନାର ମଣିଷର ଚେତନା ଏଇ 3ଟା ଦେଇ ଗତି କରେ, ଯୋଉଟା ହଉଛି ମୁକୁଳିତ ଆଉ ବିକଶିତ, ତାପରେ ସେଇଟା ହଉଛି ପୂର୍ଣ୍ଣ ବିକଶିତ। ଏଇଟା ପୂର୍ଣ୍ଣ ବିକଶିତ ହଉଛି ଯୋଉଟା କି ସାଧୁ ଯୋଉ ଆମର ପରମହଂସ ମାନେ ଯୋଉ ପୂର୍ଣ୍ଣ ବିକଶିତ। ଏଇ ଦେବତା ମାନେ କୋଉ ଚେତନାରେ ଯାଉଛନ୍ତି? ଦେବତା ମାନେ ମନୁଷ୍ୟ ମାନଙ୍କଠୁ ଉପରେ ନା, ତାଙ୍କର ଏଥିରେ ଏଇ କ୍ୟାଟାଗୋରୀ ନାହିଁ। ଯେମିତି ରାସ୍ତାରେ ଚାଲିବା ନିୟମ ବା ମାନେ ଗାଡି ବା ମନୁଷ୍ୟ ମାନଙ୍କ ପାଇଁ, ଲାଇଟ୍ ପାଇଁ ରାସ୍ତାର ନିୟମ ନୁହଁ। ଏଇ ଯୋଉଟା ଏଇଟା 5ଟା ଚେତନା ଦିଆଗଲା, ଏଟା ମନୁଷ୍ୟ ମାନଙ୍କ ପାଇଁ ବା ଏଇ ଭୌତିକ ଜଗତର ପ୍ରାଣୀ ମାନଙ୍କ ପାଇଁ। ଦେବତା ମାନଙ୍କ ପାଇଁ ଭୌତିକ ଜଗତ ନୁହଁ, ସେମାନଙ୍କର ଚେତନାଟା ଅଲଗା। ସେଇଟା ୟାକୁ ହାୟାର। ସେଇ ଦେବତା ମାନଙ୍କର ଚେତନାଟା କଣ କହୁଛନ୍ତି ସେଇ କଥାଟା ପ୍ରଭୁଜି? ତ ନିଶ୍ଚିତ ପୂର୍ଣ୍ଣ ବିକଶିତ ଉପରେ ଥିବ ସେଟା, ଯୋଉଟାକୁ ଆମର ଏଇ ଯୋଉ 5ଟା ଭିତରେ ନାହିଁ। ଆଜ୍ଞା, ଆଜ୍ଞା। 30 ନମ୍ବର ଶ୍ଲୋକ।
अतः परम प्रवक्ष्यामि वंशान् मन्वन्तराणि च एवं रज प्लुतः स्रष्टा कल्पादिषु आत्मभूहरि सुजति अमव संकल्प आत्मैव आत्मनम आत्मना। यहाँ पर मु वंश और मनंतर समय कथा कहबी। श्री ब्रह्मा जी भगवान रजगुण आश्रित होई बा रजगुण अवतार भाव में भगवत शक्ति बल रे विभिन्न कल्परे अव्यर्थ संकल्प सहित जगत को सृष्टि कर भावार्थ ए दृश्य जगत भगवान विविध शक्ति समूह मध्य एक शक्तिर प्रकाश मात्र अटे। स्रष्टा और सृष्टि उभय एक परम सत्य भगवान प्रकाश अटंती। यह श्रीमद भागवतम प्रारंभ में जन्मादि अस्य जतः श्लोक कहुई। एपरी भाव में सृष्टि विभाग शीर्षक श्रीमद भागवतम तृतीय स्कंदर 10म अध्याय श्री भक्तिवेदांत भाष्य संपूर्ण है। तो ये मैत्र मुनि कहते या पर मु वंश मनुष्य उत्पन्न क्यों वंश किए जन्म हेले कौ मनंत भगवान जो मनंतर कथा वंश कथा आलोचना करा द्वादश अध्याय चतुर्कुमार कथा स्पेशल आसो 12 अध्याय से चतुर्कुमार विषय स्पेशल जानकारी। आ गोटे प्रश्न रहा आम जगदीन माता किपर लिंक है माने के वंशधर हेले कौन ना सुखदेव गोस्वामी आरंभ कर सौनकादि ऋषि पर्यंत। ये चार्टा किए जन भक्त भल भाव तैयारी कर शेयर करूँ जमी समझते देखिपारे जापर। ठीक अच्छे आमर आसंता क्लास पुणी सोमवार हम आउे कार्तिक मासरे क्लास करवा ना पूरा कार्तिक बंद करदे बर्तमान कड़े बुलाबुली करेंगे बोली प्रभु जी हरे कृष्ण कार्तिक मास टी बंद रखिए भल हाँ प्रभु जी पूरा कार्तिक क्लास बंद करदे अक्टोबर 15 रु नवेम्बर 15 ना 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 आड़े कोर्स सरुन साडे देखला तरतर दौड़िबे ये सब ठीक न हमर जेमति रेगुलर चलछि सेम चलले भलो बंद कर देला माने लिंक छाड़ जाउ हम आपन जते हम ताड़ना देबे हम पाठ सेते भलो हो नहले हमर सोई पड़ी जाउ। ठीक अच्छे आमर दिन धीरे धीरे जीवा तो 8टा क्लास किसी विशेष सेवा थाए पूजा पूजी को दिन थी विशेष भी आम तो मॉर्निंग क्लास रोचे मंदिर सेवार किसी बाधा हेबन भावुँ टिके लिंक न रहिले पाठ पढ़ाटा लिंक न रहिले हमर टच छड़ी जाउछि ना। आसंता रविवार क्लोज बुक एग्जाम हबो यूनिट 6 केबे